Hello guys, welcome to Odisha Ace and ଆମେ ବ୍ରିଟିଶ କନକ୍ୱେଷ୍ଟ ଅଫ ଓଡ଼ିଶାକୁ ପଢୁଥିଲେ ଆଉ ଆଜି ଆମେ ତାର ଲାଷ୍ଟ ପାର୍ଟଟାକୁ ପଢିବା ଯୋଉଥିରେ ଆମେ ଦେଖିବା କି କେମିତି ବ୍ରିଟିଶର୍ସ ମାନେ ସକ୍ସେସଫୁଲି ପଞ୍ଜାବକୁ କ୍ୟାପଚର କଲେ। ଠିକ ଅଛି, ଆଉ ଆମେ ସେଟାକୁ ଦେଖିବା ଆଙ୍ଗ୍ଲୋ ଶିଖ ୱାର ହିସାବରେ। ତ ପିଲାମାନେ ବଡ ଚାପ୍ଟରଟା, ଦିଟା ଭିଡିଓ ମତେ ଲାଗିବ ବନେଇବା ପାଇଁ। ତ ଆଜି ତାର ମୁଁ ଫର୍ଷ୍ଟ ପାର୍ଟ ଅପଲୋଡ କରୁଛେ, ସେକେଣ୍ଡ ପାର୍ଟଟା ମୁଁ କାଲି ଅପଲୋଡ କରିଦେବି। ଓକେ, ସୋ ସମୟ ନଷ୍ଟ ନ କରିକି ଆମେ ଷ୍ଟାର୍ଟ କରିବା। ତ ପିଲାମାନେ ଆମେ କଣ ଦେଖିବାକୁ ଯାଉଛେ? ଆମେ ଦେଖିବାକୁ ଯାଉଛେ ଆଙ୍ଗ୍ଲୋ ଆଙ୍ଗ୍ଲୋ ଶିଖ ୱାର। ଠିକ ଅଛି, ଆଙ୍ଗ୍ଲୋ ଶିଖ ୱାର ଟାକୁ ଆମେ ଦେଖିବାକୁ ଯାଉଛେ। ଦେଖ, ଅଲରେଡି ଆମେ କଣ ଜାଣିଛେ କି ବ୍ରିଟିଶର୍ସ ମାନେ ଫାର୍ଷ୍ଟ ତ ବେଙ୍ଗଲକୁ କବ୍ଜା କଲେ, ତାପରେ ଥାର୍ଡ କର୍ଣ୍ଣାଟିକ ୱାର କଲେ, ଯୋଉଥିରେ କି ସେମାନେ ଫ୍ରେଞ୍ଚ ମାନଙ୍କୁ ଏଲିମିନେଟ କରିଦେଲେ। ତାପରେ ସେମାନେ ବେଙ୍ଗଲ ପରେ ଟାର୍ଗେଟ କଲେ ମୈଶୂରକୁ। ମୈଶୂରକୁ ଟାର୍ଗେଟ କଲା ପରେ ସେମାନେ ଟାର୍ଗେଟ କଲେ ମରାଠା ମାନଙ୍କୁ। ଆଉ ମରାଠା ମାନଙ୍କୁ ଟାର୍ଗେଟ କଲା ପରେ ଭାରତର ଯୋଉ ଲାଷ୍ଟ ମେଜର ପାୱାର ବଞ୍ଚିଯାଇଥିଲା ସେମାନେ ଥିଲେ ପିଲାମାନେ ଶିଖ ମାନେ। କାହିଁକି? ମୁଗଲ ମାନେ ଅଲରେଡି ଡିକ୍ଲାଇନ କରି ଯାଇଥିଲେ ହିଁ। ଓକେ, ଆଉ ମୁଗଲ ମାନଙ୍କୁ ସେମାନେ ଅଲରେଡି ଯୋଉ ଆମେ ବ୍ୟାଟେଲ ଅଫ ବକ୍ସର ଦେଖନ୍ତି, ବ୍ୟାଟେଲ ଅଫ ବକ୍ସର ଅଲରେଡି ଶାହ ଆଲମକୁ ସେ ଡିଫିଟ୍ କରି ସାରିଥିଲେ। ତ ଏଇଟା ଜଣା ପଡିଯାଇଥିଲା କି ତାଙ୍କ ପାଖରେ ଆଉ ପାୱାର ତ ବିଲକୁଲ ବି ନାହିଁ। ତ ଯେତେବେଳେ ପାୱାର ତାଙ୍କ ପାଖରେ ନାହିଁ, ତ ସେମାନେ ତାଙ୍କ ପାଇଁ ଗୋଟେ ଥ୍ରେଟ୍ ନଥିଲେ। ତ ଲାଷ୍ଟ ମେଜର ଥ୍ରେଟ୍ ଯୋଉଟା ବଞ୍ଚି ଯାଇଥିଲା ସେଟା ଥିଲା ପଞ୍ଜାବ। ତ ପଞ୍ଜାବ ଯୋଉଟା ଅଛି ତାକୁ କେମିତି ସେମାନେ ଡିଫିଟ୍ କଲେ ତାକୁ ଆମେ ଦେଖିବା। ବଟ୍ ପଞ୍ଜାବର କେମିତି ଡିଫିଟ୍ କଲେ ତାକୁ ଦେଖିବା ପୂର୍ବରୁ ଆମକୁ ଟିକେ ବ୍ୟାକଗ୍ରାଉଣ୍ଡକୁ ଜାଣିବାକୁ ପଡିବ। ପଞ୍ଜାବର ଷ୍ଟେଟ ଫର୍ମେସନ କେମିତି ହେଇଥିଲା, ପଞ୍ଜାବ ଗୋଟେ ଏଡେ ବଡ ପାୱାର ହିସାବରେ କେମିତି ରାଇଜ ହେଲା, ଯାହାର ରାଜା ଯିଏକି ଥିଲେ ମହାରାଜା ରଣଜିତ ସିଂ। ଯିଏ କଣ କରିଥିଲେ କି ସିଏ କୋହିନୂର ହୀରା ତାଙ୍କ ପାଖରେ ଆକ୍ଚୁଆଲିରେ ଥିଲା, ଯାହାକୁ କି ବ୍ରିଟିଶର୍ସ ମାନେ ପରେ ପରେ ଆଙ୍ଗ୍ଲୋ ଶିଖ ୱାରରେ ଜିତିଲା ପରେ ସେଇ ସେଇ କୋହିନୂର ହୀରାକୁ, ଯୋଉଟାକୁ କି ମହାରାଜା ରଣଜିତ ସିଂ ଜଗନ୍ନାଥ ପୁରୀ ମନ୍ଦିର ଆମ ଓଡିଶାକୁ ଦେଇ ଦେଇଥିଲେ, ତାକୁ ସେମାନେ ନେଇକି ଇଂଲଣ୍ଡର ରାଣୀଙ୍କୁ ଦେଇଦେଲେ। ଆଉ ଆଜି ବି ସେଇଟା ଅଛି ତାଙ୍କ ପାଖରେ। ତ ଏଡେ ବଡ ଗୋଟେ ପାୱାରଫୁଲ ଷ୍ଟେଟ କେମିତି ତିଆରି ହେଲା ଆଉ ବ୍ରିଟିଶର୍ସ ମାନେ କେମିତି ତାକୁ ହରାଇଲେ, ଏଇଟା ଆମେ ଦେଖିବା। ଠିକ ଅଛି, ତ ପିଲାମାନେ ଶିଖ ଷ୍ଟୋରି ଯୋଉଟା ଷ୍ଟାର୍ଟ ହୁଏ, ଶିଖ ମାନଙ୍କର ଷ୍ଟୋରି ତୁମେ ସମସ୍ତେ ଜାଣିଛ, ସେଟା ଷ୍ଟାର୍ଟ ହୁଏ ଗୁରୁ ନାନକଙ୍କ ଠାରୁ। ଗୁରୁ ନାନକ, ଗୁରୁ ନାନକଙ୍କ ଠାରୁ ପିଲାମାନେ ଶିଖ ମାନଙ୍କର ଷ୍ଟୋରି ଷ୍ଟାର୍ଟ ହୁଏ, ଯିଏକି ଶିଖିଜମର ପିଲାମାନେ ଫାଉଣ୍ଡେସନକୁ ରଖିଥାନ୍ତି। ହଁ କି ନା? ଫାଉଣ୍ଡେସନକୁ ପିଲାମାନେ ସିଏ ଶିଖିଜିମର ରଖନ୍ତି। ଦେଖନ୍ତୁ, ଟୋଟାଲ ଶିଖିଜିମରେ ପିଲାମାନେ 10 ଜଣ ହ୍ୟୁମାନ ଗୁରୁ ଅଛନ୍ତି। 10 ଜଣ ପିଲାମାନେ ତୁମର ହ୍ୟୁମାନ ଗୁରୁ ଅଛନ୍ତି। ଆଉ ଗୋଟେ ଜଣେ ଆମର କିଏ ନା ଗୁରୁ ଗ୍ରନ୍ଥ ସାହିବ, ଗୁରୁ ଗ୍ରନ୍ଥ ସାହିବ ଅଛନ୍ତି। ଯେମିତି ଆମେ କୁହନ୍ତି ସବୁ ଧର୍ମର ଗୋଟେ ଗୋଟେ ଧର୍ମ କୁ ରାସ୍ତା ଦେଖିବା ପାଇଁ, ଡାଇରେକ୍ସନ ଦେଖିବା ପାଇଁ, ଧର୍ମର ବିଭିନ୍ନ ପ୍ରକାରର ବିଲିଫ ସିଷ୍ଟମ ଗୁଡାକୁ, ଭ୍ୟାଲ୍ୟୁ ଗୁଡାକୁ ଦେଖିବା ପାଇଁ ଗୋଟେ ବୁକ୍ ଥାଏ। ଯେମିତି ଆମର ଗୀତା ଅଛି, ଯେମିତି ଇସଲାମରେ କୁରାନ ଅଛି, ଯେମିତି ଖ୍ରୀଷ୍ଟିଆନିଟିରେ ଆମେ ଦେଖନ୍ତି କି ଗୋଟେ ବାଇବଲ ଅଛି, ସେଇ ଟାଇପର ଶିଖିଜମରେ ପିଲାମାନେ ତାଙ୍କର ଧର୍ମ ଗ୍ରନ୍ଥଟାକୁ ସେମାନେ ଗୁରୁ ଗ୍ରନ୍ଥ ସାହିବ ବୋଲି କହିଥାନ୍ତି। ତେବେ ପିଲାମାନେ ଏଇ ଯୋଉ 10 ଜଣ ଗୁରୁ ଅଛନ୍ତି, ଆମକୁ ତାଙ୍କ ବିଷୟରେ ପଢିବାଟା ସେତେ ନେସେସାରୀ ନୁହଁ। ଓକେ, କିଛିଟା ଫ୍ୟାକ୍ଟ ଅଛି ଯୋଉଗୁଡାକ କି ଆପଣଙ୍କର ମିଡିଭାଲ ଇଣ୍ଡିଆରେ ଆପଣଙ୍କୁ ଅଲରେଡି ପଢାଯିବ। ତ ତେଣୁକରି ଆପଣ ତାକୁ ଫୋକସ କରନ୍ତୁନି। ମୁଁ ଯୋଉ ପିଡିଏଫ ଟା ଆପଣ ମାନଙ୍କୁ ଦେବି ସେଥିରେ ବି କିଛିଟା ଫ୍ୟାକ୍ଟ ଅଛି, ହେଲା। ତ ସେଥିପାଇଁ ଆପଣ ମାନେ ଏଥିପ୍ରତି ବେଶୀ ଚିନ୍ତା କରିବେନି। ଆମ ପାଖରେ ଅଲରେଡି ଦୁଇ ଦୁଇ ତିନି ତିନି ଲାଇନ ଦରକାର, ସେଇଟା ଆମ ପାଖରେ ଅଛି। ଆମର ଷ୍ଟୋରି ଷ୍ଟାର୍ଟ ହବ ଆକ୍ଚୁଆଲିରେ ଗୁରୁ ଅର୍ଜନ ଦେବଙ୍କ ପାଖରୁ। ଗୁରୁ ଅର୍ଜନ ଦେବ ଯିଏ ଥିଲେ, ଏଇ ଯୋଉ 10 ଜଣ ଗୁରୁଙ୍କ ମଧ୍ୟରେ ଜଣେ ଥିଲେ ଗୁରୁ ପିଲାମାନେ ଅର୍ଜନ ଦେବ, ଗୁରୁ ଅର୍ଜନ ଦେବ। ଠିକ ଅଛି, ପିଲାମାନେ 1606ରେ ୟାକୁ କଣ କରିଦିଆଗଲା ନା, ଏଇ ସମୟରେ ଶାସନ କିଏ କରୁଛି ଭାରତ ଉପରେ? ଏଇ ସମୟରେ ଶାସନ କରୁଛନ୍ତି ପିଲାମାନେ ମୁଗଲସ ମାନେ। ଠିକ ହେଲା, ଆଉ ଗୁରୁ ଅର୍ଜନ ଦେବଙ୍କ ସମୟରେ ଯିଏ ମୁଗଲ ମାନଙ୍କର ରାଜା ଅଛି, ସେ ହଉଛି ପିଲାମାନେ କିଏ? ଜାହାଙ୍ଗୀର। ସେ ହଉଛି କିଏ? ଜାହାଙ୍ଗୀର। ତ ପିଲାମାନେ ତୁମେ କଣ ଦେଖିବ କି ଗୁରୁ ଅର୍ଜନ ଦେବଙ୍କ ସମୟରେ ଜାହାଙ୍ଗୀରର ଜଣେ ପୁଅ, ଯାହାଙ୍କ ନାଁ ଥିଲା ପିଲାମାନେ ଖୁସରୋ। ଖୁସରୋ ଯିଏ ଥିଲା, ଏ ଖୁସରୋ କଣ କରିଥିଲା ନା, ଇଏ ପିଲାମାନେ ନିଜ ଫାଦରଙ୍କ ଏଗେନଷ୍ଟରେ, ମାନେ ଜାହାଙ୍ଗୀରଙ୍କ ଏଗେନଷ୍ଟରେ ପିଲାମାନେ ଇଏ ରେବେଲିୟନ କରିଦେଇଥିଲା, ଇଏ ବିଦ୍ରୋହ କରିଦେଇଥିଲା। ଖୁସରୋ ଚାହୁଁଥିଲା କି ଜାହାଙ୍ଗୀରକୁ ମୁଁ ଗଦିରୁ ହଟେଇକି ମୁଁ ନିଜେ ରାଜା ହେଇଯାଏ। ଠିକ ଅଛି, ଏବଂ ସିଏ ଏଥିରେ କଣ କରିଥିଲା ନା, ସିଏ ଆସିକି ଗୁରୁ ଅର୍ଜନ ଦେବଙ୍କର ପିଲାମାନେ ହେଲ୍ପ ମାଗିଥିଲା। ଗୁରୁ ଅର୍ଜନ ଦେବଙ୍କର ହେଲ୍ପ ମାଗିଥିଲା। ବଟ ଗୁରୁ ଅର୍ଜନ ଦେବ ଆକ୍ଚୁଆଲି ହେଲ୍ପ କରିଥିଲେ କି ନାହିଁ ସେଟା ତ ଜଣା ନାହିଁ। କିନ୍ତୁ ଜାହାଙ୍ଗୀରକୁ ଏଇଟା ଲାଗିଲା କି ଏଇ ଯୋଉ ଖୁସରୋ, ଯିଏକି ମୋ ପୁଅ, ତାର ରିବେଲିୟନରେ କଣ ହଉଛି କି ଗୁରୁ ଅର୍ଜନ ଦେବ କଣ କରୁଛନ୍ତି, ତାକୁ ସପୋର୍ଟ କରୁଛନ୍ତି। ଏହା ଛଡା
या पूर्वरु जो गुरु माने थिले सिख गुरु एगेंस्ट भी जहांगीर रो सिख गुरु मानक एगेंस्ट भी गोटे प्रकार धार्मिक युद्ध थिला। जहांगीर को लागुला कि सिख धर्मर जो प्रवक्ता माने अछंती जो गुरु माने अछंती से माने इस्लाम रो एगेंस्ट रे कथावार्ता करूछंती किंतु एक्चुअली रे सिख धर्म रे सब बेले पीसफुल को एक्जिस्टेंस विषय रे कहा जायतिला। पीसफुल को एक्जिस्टेंस विषय रे पिला माने सब बेले कहा जाउतला। तो ताकू जहांगीर को लागुला एटा एंटी इस्लामिक हे जाउची बोली एवं से कोन कला गुरु अर्जुन देव को से कोन कला 1606 रे से धरि आनला एवं तांको इठी कोन करा जायतिला तांको इठी पिला माने ताकर मुंड काट कर दिया जायतिला तांको बिहेड कर दिया जायतिला तांकर मुंडटाको काटी दिया जायतिला पिला माने। तो ये जो मुंडटाको काटी दिया गला बुझ पारछ कथाटा ये जो मुंडटाको काटी दिया गला एवं जणे साधारण लोक नुहंती सिख धर्मर से प्रवक्ता से तांकर गुरु जेतेबेले तांकर ए मुंडटा काटी दिया गला सेतेबेले समस्ते सबु सिख लोक माने एटा बुझिगले कि मुगल एम्पायर सहित आमे केबे भी पीसफुली को एक्जिस्टेंस हमर रही परिबो नाही आमे सांगरे केबे भी रही परिबो नाही। आ जदि हमकु हम धर्म को आम निजर सिख लोक मान को प्रोटेक्ट करिवार अछि ताले हमकु हथियार उठेबा को पड़िबो ही पड़िबो। ये गोटे मेसेज क्लियर हो गला कि हथियार उठेबा छड़ा आउ किछि रास्ता नाही। तो गुरु अर्जन देव एवं तांको पूर्वरु गुरु नानक को ठारो आरंभ करिकि जेतिकी जण भी गुरु थिले समस्ते केवल आउ केवल पीसफुल को एक्जिस्टेंस विषय रे युद्ध बुद्ध विषय रे केबे भी किछि कहू नथिले किंतु एबे ए घटनाटा पूरा सिखिज्म रे गोटे नुआ चेंज नै कि आसीबो एवं गुरु अर्जन देव को परे कोन हेबे ना गुरु हरगोविंद कोन हेबे नेक्स्ट गुरु हेबे। गुरु अर्जन देव को मृत्यु परे कोन हेबे गुरु हरगोविंद आसीबे पिला माने एवं ए गुरुଙ୍କ समयरो आमे कोन देखिबा ए गुरुଙ୍କ समयरो आमे कोन देखिबा कि सिखिज्म जोटा केवल गोटे धर्म थिला एबे सेठी कोन हबो ना मिलिटरी ट्रेडिशन आसीबा स्टार्ट हो मिलिटरी ट्रेडिशन आसीबा स्टार्ट हो काहे कि कारण आमे एटू गोटे मेसेज क्लियरली मिल जेतला समस्त को कि यू हैव टू पिक अप वेपन अदरवाइज यू विल बी एलिमिनेटेड जदि तुमको सर्वाइव करिवर अछि ताले तुमको वेपन धरिबा को पड़े। तो गुरु हरगोविंद गोटे एठी गोटे पॉलिसी नै कि आसीबे सेटा को से कहिबे मीरी आउ पीरी ध्यान देबे कोन कहले मीरी आउ पिला माने पीरी। मीरी रो माने होची स्पिरिचुअल पार्ट और पीरी रो माने होची कोन ना मिलिटरी पार्ट बुझ पार लगिनी मिलिटरी पार्ट। तो मीरी आउ पीरी पिला माने स्पिरिचुअल पार्ट माने कोन जो स्पिरिट जेमति हमें स्पिरिट हमर रखुतले ठीक अछि उल्टा हेगला पिला माने आई एम सॉरी मीरीटा सॉरी सर टिके एटा रॉन्ग हेगला एटा मु लिबे के लिखि दोछ अथरे हला मीरी नुह पिला माने इट जो मिलिटरी पार्ट जोटा वेट ठीक है जस्ट अ सेकंड। तो गुरु कोन नै केसले गुरु नै केसले पिला माने मन रखो मीरी आउ पीरी हला मीरी मीरी रो माने होची रो मु पूरा ही लिबे दोछि काई एते टेंशन नवा हला क्षमा करियो बेले बेले एमती छोटो मोटो मिस्टेक हे जाए। अच्छा तो गुरु कोन नै केसले पिला माने तुमरो मीरी आउ पीरी मीरी आउ पीरी है मीरी रो माने एक्चुअली होची स्वॉर्ड खंडा मिलिटरी ट्रेडिशन है पीरी रो माने होची स्पिरिट स्पिरिट रो माने होची स्पिरिचुअल ट्रेडिशन एटा को गुरु कोन कले एटा को गुरु पिला माने तुमरो नै कि आसेली मीरी आउ पीरी रो माने होची स्वॉर्ड को तुमे उठे की बंचेबो काको स्पिरिचुअल अथॉरिटी को तुमे रक्षा करिवो एवं एई समय रे से कोन कले एई समय रे से पिला माने कोन कले से स्टैंडिंग आर्मी भी तयारी करिवा स्टार्ट करतले। गुरु हरगोविंद कोन कले ना देखो गोटे स्टैंडिंग आर्मी को सी तैयारी करबा स्टार्ट कले आर्मी तो दरकार जे तुमको बंचेबार अछि हेले। तो कोठी ना कोठी हमें देखुचे जोटा गोटे धर्म थिला गोटे रिलीजियस अथॉरिटी जोटा थिला से रिलीजियस अथॉरिटी धीरे धीरे पॉलिटिकल अथॉरिटी रे चेंज हेबा को चेष्टा करूची हो कि ना आ एटा गुरु हरगोविंद को थारो स्टार्ट हेगला। आ एठी पिला माने बहुत गुडा घुड़सवार थिले 500 हजार खंडे घुड़सवार थिले जो माने घोड़ा ऊपर बसिक लड़ाई करथले स्टैंडिंग आर्मी थिला जहा भी तैयारी कले एवं से एस्टैब्लिश कले गोटे जो हमरो आमे जो गोल्डन टेम्पल कहते अमृतसर रो ऑपोजिट रे ही से एस्टैब्लिश कले अकाल तख्त माने ती एरा गोटे एमितिया अकाल माने काळर बियॉन्ड तख्त माने सीट ओके माने एटा गोटे एमितिया गोटे सीट गोटे एस्टैब्लिश करा गला जोटा कि समय गले मध्य समय सहित यार किछि रिलेशन नै काळर अंत पर्यंत एटा को से माने कोन करिवे गोटे सिंहासन अकाल तख्त बोली कहला गला ताको माने काळ परे भी ए
ତଖ୍ତ ମାନେ ହଉଛି ସିଂହାସନ, ଏଇ ସିଂହାସନଟା ରହିବ। ଆଉ ଏଇ ସିଂହାସନଟା କାହାର? ଏଇ ସିଂହାସନଟା ପିଲାମାନେ ଶିଖିଜମର। ଶିଖିଜିମର ଏଇ ସିଂହାସନଟା କାଳ ପରେ କାଳ ବିତିଗଲେ ମଧ୍ୟ ଏଇଟା ରହିବ। ତା ଅର୍ଥ ଏଠି କ୍ଲିୟରଲି ଗୋଟେ ମେସେଜ ଦିଆଯାଉଛି କି ଏଇ ଯୋଉ ଷ୍ଟାଣ୍ଡିଂ ଆର୍ମି ଅଛି, ଏଇ ଯୋଉ ମିରି ଆଉ ପିରିର ଆସୁଛି, ଏ ଦି ଜଣ ମିଶିକି ଅକାଲ ତଖ୍ତକୁ ପିଲାମାନେ ରଖିବେ। ଏବଂ ଏଇ ଅକାଲ ତଖ୍ତ ଉପରେ କାହାକୁ ରଖାଗଲା? ଗୁରୁ ଗ୍ରନ୍ଥ ସାହେବକୁ ପିଲାମାନେ ରଖାଗଲା, ଯୋଉଟା ତାଙ୍କର ସବୁଠାରୁ ରିଲିଜିୟସ୍, ସବୁଠାରୁ ତାଙ୍କର ଧର୍ମ ଅନୁପ୍ରାଣିତ ଯୋଉ ବୁକଟା ଥିଲା ତାକୁ ସେଠି ପିଲାମାନେ ରଖାଗଲା। ବୁଝିପାରୁଛ କି ନାହିଁ? ଅକାଲ ତଖ୍ତର ଫାଉଣ୍ଡେସନ ଏଇଠି ପିଲାମାନେ ରଖାଗଲା। ଠିକ ଅଛି। ତ ଏଇଠୁ ଗୋଟେ ମେସେଜ ସମସ୍ତଙ୍କୁ ପହଞ୍ଚି ଯାଇଥିଲା କି ଭାଇ ଆଉ ଶିଖ ମାନେ ସହିବେନି, ଏବେ ଯଦି ଶିଖ ମାନଙ୍କ ଉପରକୁ ଆଟାକ ହବ ତାହେଲେ ସେମାନେ ବି ଆଟାକ କରିବେ। ଠିକ ଅଛି। ଆଉ ସେମାନେ ନିଜର ରାଇଟ ଟୁ ୱରସିପ ଯୋଉଟା ଅଛି ତା ପାଇଁ ଯଦି ତାଙ୍କୁ ଜୀବନ ବି ଦେବାକୁ ପଡିବ ସେମାନେ ଦେବେ। ତ ଏଇଭଳିଆ ଚାଲିଲା। ଏଇ ସମୟ ୟା ପରେ ପିଲାମାନେ ଗୁରୁ ହରଗୋବିନ୍ଦଙ୍କ ପରେ ପିଲାମାନେ ଆସିଲେ କିଏ? ଗୁରୁ ହରଗୋବିନ୍ଦଙ୍କ ପରେ ଆସିବେ ଗୁରୁ ତେଗ ବାହାଦୁର। ଓକେ, ନେକ୍ସଟ ଗୁରୁ ହେଲେ ପିଲାମାନେ ଗୁରୁ ତେଗ ବାହାଦୁର। ଆଚ୍ଛା, ଏଇ ସମୟରେ ଆକ୍ଚୁଆଲି ଶିଖ ମାନେ ଗୋଟେ ମିଲିଟାରୀ ପାୱାର ହେଇଗଲେ। ଏଇ ସମୟରେ ଆକ୍ଚୁଆଲି ଶିଖ ମାନେ ଗୋଟେ ମିଲିଟାରୀ ପାୱାର ହେଇଗଲେ। କାହିଁକି ଆଉ କେମିତି ମୁଁ ତୁମକୁ କହୁଛି ଦେଖ। ଗୁରୁ ତେଗ ବାହାଦୁରଙ୍କ ସମୟରେ କଣ ହେଲା ନା ତାଙ୍କର ତାଙ୍କୁ ପୁଣି ଆଉଥରେ ଏଇ ସମୟରେ ମୁଗଲ ଏମ୍ପରର ଯିଏ ଥିଲେ ସିଏ ଥିଲେ ପିଲାମାନେ ଔରଙ୍ଗଜେବ। ଔରଙ୍ଗଜେବ। ଆଉ ଏଇ କାହାଣୀଟା ହଉଛି 1672 ର। ଔରଙ୍ଗଜେବ କଣ କରୁଥିଲେ ତୁମେ ଜାଣିଥିଲ, ଇଏ ଗୋଟେ ରିଲିଜିୟସ ଫ୍ୟାନାଟିକ ଥିଲା। ୟାକୁ ୟାକୁ ମାନେ ଧର୍ମ ପରିବର୍ତ୍ତନରେ ବହୁତ ଫୋକସ ଥିଲା, ଆଉ ସେଥିପାଇଁ ସେ ଲୋକମାନଙ୍କୁ ମାରିଦେବାକୁ ବି ପଛଉନଥିଲା। ତ ଔରଙ୍ଗଜେବର ଲକ୍ଷ୍ୟ ଥିଲା କି କାଶ୍ମୀରରେ ଯୋଉ ହିନ୍ଦୁ ମାନେ ଅଛନ୍ତି, କାଶ୍ମୀରର ଯୋଉ ହିନ୍ଦୁ ପଣ୍ଡିତ ମାନେ ଅଛନ୍ତି, ୟାଙ୍କୁ ସେ କଣ କରିବ ନା ଫୋର୍ସଫୁଲି ଇସଲାମରେ କନଭର୍ଟ କରାଇବ। ଫୋର୍ସଫୁଲି ଇସଲାମରେ କନଭର୍ଟ କରାଇବ, ଏଇଟା ହେଲା ତାର ଲକ୍ଷ୍ୟ ଥିଲା। ହେଲା। ତ ସିଏ କଣ କରିଛି, ସିଏ ଗୋଟେ ପରେ ଗୋଟେ ଏଇ ହିନ୍ଦୁ ପଣ୍ଡିତ ମାନଙ୍କୁ ଡାକିକି ତାଙ୍କର ମୁଣ୍ଡ କାଟ କରିବାକୁ ଷ୍ଟାର୍ଟ କଲା। ତଥାପି ଏ ଯୋଉ ପଣ୍ଡିତ ମାନେ ଥିଲେ ଏମାନେ କେବେ ବି ଇସଲାମକୁ କନଭର୍ଟ ହେଲେ ନାହିଁ। ଆଉ ଯେତେବେଳେ ତାଙ୍କୁ ପଚରାଗଲା ତୁମେ କାହିଁକି କନଭର୍ଟ ହଉନ, ତ ସେମାନେ କହିଲେ କି ଔରଙ୍ଗଜେବକୁ ସେମାନେ ଗୋଟେ ମେସେଜ ଦେଲେ, କ୍ଲିୟରଲି କହିଲେ କି ଯଦି ତତେ କନଭର୍ଟ କରିବାର ଅଛି ତ ତୁ ପ୍ରଥମେ ଗୁରୁ ତେଗ ବାହାଦୁର ଜୀଙ୍କୁ ତୁ କନଭର୍ଟ କରିକି ଦେଖା। ଯଦି ସିଏ କନଭର୍ଟ ହେଇଗଲେ ତାହେଲେ ଆମେ ବି କନଭର୍ଟ ହେଇଯିବୁ। ତ ଔରଙ୍ଗଜେବ କଣ କରିବ, ଗୁରୁ ତେଗ ବାହାଦୁର ଜୀଙ୍କୁ ଖବର ପଠେଇବ କି ଆପଣ ଟିକେ ଆସନ୍ତୁ, ମୋ ସହିତ ଦେଖା କରନ୍ତୁ। ତ ଗୁରୁ ତେଗ ବାହାଦୁର ଦିଲ୍ଲୀ ଆସିବେ ଏବଂ ଗୁରୁ ତେଗ ବାହାଦୁରଙ୍କୁ ଫୋର୍ସ କରାଯିବ କି ୟୁ ହ୍ୟାଭ ଟୁ କନଭର୍ଟ ଟୁ ଇସଲାମ। ତାଙ୍କୁ କୁହାଯିବ କି ତୁମକୁ ଇସଲାମରେ କନଭର୍ଟ ହେବାକୁ ପଡିବ। ଗୁରୁ ତେଗ ବାହାଦୁର ସେଠୁ କହିବେ ନାଇଁ, ମୁଁ ବିଲକୁଲ ବି କନଭର୍ଟ ହେବି ନାହିଁ। କନଭର୍ଜନଟା ଗୋଟେ ମଣିଷର ବ୍ୟକ୍ତିତ୍ୱକୁ ଚେଞ୍ଜ କରେନି, ବରଂ ଏଇଟା ଗୋଟେ ଅମାନବିକ କାର୍ଯ୍ୟ ଯଦି କାହାକୁ ଫୋର୍ସଫୁଲି ଏଇଭଳିଆ କନଭର୍ଟ କରାଯାଉଛି। ତ ଔରଙ୍ଗଜେବକୁ ଏଇ କଥାଟା ବହୁତ ବାଧେ ଏବଂ ପିଲାମାନେ ଯୋଉ ଦିଲ୍ଲୀର ଯୋଉ ଚାନ୍ଦିନୀ ଚୌକ ଯୋଉ ଅଛି, ଚାନ୍ଦିନୀ ଚୌକ ଯୋଉ ଅଛି, ଏଠି ପିଲାମାନେ ସିଏ କଣ କରନ୍ତି, ଗୁରୁଙ୍କର ମୁଣ୍ଡ କାଟ କରିଦିଅନ୍ତି। ଏଗେନ ତାଙ୍କୁ ବିହେଡ କରିଦିଆଯାଏ। ଆଉ ଏଇଟା ଏଗେନ ଗୋଟେ ଝଟକା ଦିଏ କାହାକୁ, ଏଇଟା ଏଗେନ ଗୋଟେ ଝଟକା ଦିଏ କାହାକୁ, କି ପିଲାମାନେ ଆମର ଶିଖିଜମକୁ, କି ଭାଇ ଆମେ ମିଲିଟାରୀ ପାୱାର ହେଲା ପରେ ମଧ୍ୟ ଏବେ ମଧ୍ୟ ଆମେ ଧର୍ମକୁ ରକ୍ଷା କରିବାକୁ ଯେତେବେଳେ ଭଏସ ଉଠଉଛୁ ସେତେବେଳେ ମୁଗଲ ଏମ୍ପରର ଆମକୁ ମାରି ଦଉଛି, ହଁ କି ନା, ହାଣି ଦଉଛି, କାଟି ଦଉଛି। ତ ଏଇ ସମୟରେ କଣ ହେଇଗଲା, ଏଇ ସମୟରେ ତାଙ୍କ ପରେ ଯୋଉ ଗୁରୁ ଆସିବେ ସିଏ ବିଲକୁଲ ଆଉ କହିବେ ଭାଇ ଆମେ ଆଉ ବିଲକୁଲ ବି ମାନେ ଟଲରେଟ କରିବେନି ଏଇ ସବୁ ଜିନିଷ ଗୁଡାକୁ। ଆମେ ଆର୍ମି ବନେଇଲେ, ମିଲିଟାରୀ ବନେଇଲେ, ଧୀରେ ଧୀରେ ପଲିଟିକାଲ ପାୱାରକୁ ଟ୍ରାନଜିସନ କରୁଥିଲେ। ତଥାପି ଏ ମୁଗଲ ମାନେ ଯୋଉ ଅଛନ୍ତି ସେମାନେ କଣ କରୁଛନ୍ତି ନା ସେମାନେ ଯୋଉ ଫ୍ୟାନେଟିସିଜମ କୁ ବିଲକୁଲ ବି ଅଟକଉନାହାନ୍ତି। ପୂର୍ବରୁ ଜାହାଙ୍ଗୀର କରିଥିଲେ ଆଉ ଏବେ ସେଟା ଔରଙ୍ଗଜେବ କରୁଛି। ତେଣୁକରି ସେ କହିବେ କି ନାଇଁ ଆଉ ସହି ହବନି, ଆମେ ଏବେ ମୁଗଲ ମାନଙ୍କ ଏଗେନଷ୍ଟରେ ଲଢେଇ କରିବୁ। ଠିକ ଅଛି। ତ ଏଇ ସମୟରେ କଣ ହବ, ଏ ଲଢେଇ କରିବା ସମୟରେ ପିଲାମାନେ ଆମର ଗୁରୁ ଯିଏ ଆସିବେ, ଗୁରୁ ତେଗ ବାହାଦୁରଙ୍କ ପରେ ଯେ ପିଲାମାନେ ଇମ୍ପୋର୍ଟାଣ୍ଟ ଗୁରୁ ଆମ ପାଇଁ ହେବେ ସେ ହଉଛନ୍ତି ପିଲାମାନେ ଗୁରୁ ଗୋବିନ୍ଦ ସିଂ। ସେ ହେଲେ ଗୁରୁ ଗୋବିନ୍ଦ ସିଂ। ହେଲା, ଧ୍ୟାନ ରଖିବ। ମୁଁ ଆଉ ଗୋଟେ ପେଜ ଆଡ କରୁଛି। ଆଚ୍ଛା, ତାପରେ ସିଏ ହେଇଗଲେ ପିଲାମାନେ ଆମର କିଏ, ନେକ୍ସଟ ଗୁରୁ ହେଇଗଲେ ଗୁରୁ ଗୋବିନ୍ଦ ସିଂ। ଗୁରୁ ଗୋବିନ୍ଦ ସିଂ जी, ଗୁରୁ ଗୋବିନ୍ଦ ସିଂ ଯେତେବେଳେ ଯେତେବେଳେ ଆସିଲେ ଗୁରୁ ହେଲେ, ସିଏ ପିଲାମାନେ ଆନନ୍ଦପୁରରେ ସିଏ ସମସ୍ତ ଶିଖ ଲୋକମାନଙ୍କୁ ଡାକିଲେ, କହିଲା ଆସ ଆମେ ଏଇଠି ମିଶିକି ଆଜି ଡିସାଇଡ କରିବା ହାଉ ୱିଲ୍ वी गोइंग टू अटैक ଦି ମୁଗଲ ଏମ୍ପାୟାର। ମୁଗଲ ଏମ୍ପାୟାରକୁ କେମିତି ଆଟାକ କରାଯିବ ତାହାର ସବୁ ଜିନିଷକୁ ସିଏ ଏଠି ଏଷ୍ଟାବ୍ଲିଶ କରିବାକୁ ଚେଷ୍ଟା କଲେ ଏବଂ ଆନନ୍ଦପୁରରେ ସିଏ ଚେଷ୍ଟା କଲେ କି ବ୍ରିଟିଶ କହୁଛି ସରି, ଶିଖ ମାନଙ୍କୁ ସେ ଗୋଟେ ମିଲିଟାରୀ ପାୱାରରେ କନଭର୍ଟ କରିଦେବେ, ଗୋଟେ ମିଲିଟାରୀ ପାୱାର ଯିଏକି ମୁଗଲ ଏମ୍ପାୟାରକୁ ଚୁନୌତି ଦେଇପାରିବ, ଯିଏକି ମୁଗଲ ଏମ୍ପାୟାରର ଚେର ଗୁଡାକୁ ଫୋପାଡି ଦେଇପାରିବ,
ସେଇ ଭଳିଆ ଗୋଟେ ପାୱାର ସେ ବନେଇବାକୁ ଚେଷ୍ଟା କଲେ ଏବଂ ସେଇଟାକୁ କେମିତି କଲେ ଗୋଟେ ବହୁତ ସୁନ୍ଦର ଷ୍ଟୋରି ଅଛି ପିଲାମାନେ। ସେଠି କଣ ଅଛି ନା ସେ ଯୋଉ ଆନନ୍ଦପୁରରେ ଯେତେବେଳେ ଲୋକମାନେ ସମସ୍ତେ ଆସିକି ଏକାଠି ହେଲେ, ଗୁରୁ କହିଲେ କି ମତେ ମତେ ଏଇ ମିଲିଟାରୀ ପାୱାରଟାକୁ ଗଠନ କରିବା ପାଇଁ 5ଟା ଲୋକର ବଳି ଦରକାର, 5 ମେନ୍। 5ଟା ମେନକୁ ମୁଁ ସାକ୍ରିଫାଇସ୍ କରିବି, 5ଟା ମଣିଷକୁ ମୁଁ ବଳି ଦେବି। ବୁଝିପାରୁଛ? ତ କଣ ହେଲା ଏବେ ଲୋକମାନେ କେତେ ଜଣ ଆସିଲେ, କେତେ ଜଣ ମାନେ ବହୁତ ଜଣ ଡରିଗଲେ କି କାହିଁକି ବଳି ଦରକାର, ଇଏ ଦରକାର, ସିଏ ଦରକାର, ଏଇଭଳିଆ ତ କେବେ ବି ଧର୍ମରେ ହେଇନି, ଏମିତି ବି ଗୋଟେ ଥଟ୍ ପ୍ରୋସେସ ହେଲା। କିନ୍ତୁ ସେ ଭିତରେ 5ଟା ଲୋକ ନିଜେ ନିଜେ କହିଲେ କି ଠିକ ଅଛି, ଶିଖିଯିବା ପାଇଁ ଯଦି ଆମର ବଳି ଦରକାର ଦେଇଦିଅ। ଆଉ ଗୁରୁ କଣ କରନ୍ତି, ଗୁରୁଙ୍କର ଗୋଟେ ଟେଣ୍ଟ ଥିଲା, ମାନେ ଏମିତି ହେଇଥିଲା ଭାବନ୍ତୁ, ଏଇଟା ଟେଣ୍ଟଟା ଗୁରୁଙ୍କର ହେଲା। ଆଉ ଏଠି ସାମ୍ନାରେ ଗୋଟେ ବଡ ପଡିଆ ଥିଲା ଯୋଉଠିକି ଏଠି ଲୋକମାନେ ସବୁ ଛିଡା ହେଇଥିଲେ ଏଇ ଟାଇପର ହେଲା। ତ ଗୁରୁ କଣ କରନ୍ତି, ଗୋଟେ ଲୋକକୁ ଡାକନ୍ତି ଟେଣ୍ଟ ଭିତରକୁ, ଲୋକ ଜଣକୁ ଡାକନ୍ତି ଆଉ ଖଣ୍ଡାରେ ନେଇକି ଯାଆନ୍ତି। ସେ ଟେଣ୍ଟ ଭିତରୁ ବହୁତ ଜୋରରେ ଗୋଟେ ଶବ୍ଦ ଆସେ, ଆ କରିକି ଚିତ୍କାର କରେ ଗୋଟେ ଲୋକଟେ। ଆଉ ଗୁରୁ ତାପରେ ବାହାରକୁ ଆସନ୍ତି, ତାଙ୍କ ମୁହଁରେ ରକ୍ତ ଲାଗିଥାଏ, ତାଙ୍କ ଖଣ୍ଡାରେ ରକ୍ତ ଲାଗିଥାଏ। ପୁଣି ଆଉ ଗୋଟେ ବ୍ୟକ୍ତିକୁ ନିଅନ୍ତି ଯିଏକି ନିଜ ଇଚ୍ଛାରେ କୁହେ କି ମୁଁ ମୁଁ ନିଜକୁ ସାକ୍ରିଫାଇସ୍ କରିବି, ଆଉ ତାକୁ ବି ସେଇ ସେମ ଜିନିଷ, ସେଇ ଶବ୍ଦ ଆସେ, ସେଇ ଆସେ। ଏଇଭଳିଆ 5 ଜଣ ଲୋକଙ୍କୁ ଗୁରୁ ନେଇକି ଗଲେ ଏବଂ କିଛି ସମୟ ପରେ କଣ ଦେଖନ୍ତି ଲୋକମାନେ କି 5 ଜଣ ଲୋକ ମରିନାହାନ୍ତି। ସେ 5 ଜଣ ଲୋକ ଯାହାକୁ ସାକ୍ରିଫାଇସ୍ କରିବା ପାଇଁ ନିଆଯାଇଥିଲା, ସେମାନେ ସମସ୍ତେ ପିଲାମାନେ ବ୍ଲୁ କଲରର ଡ୍ରେସ ପିନ୍ଧିଛନ୍ତି, ତାଙ୍କ ହାତରେ ବଡ ବଡ ଖଣ୍ଡା ଗୁଡାକ ଅଛି, ତାଙ୍କ ମଥାରେ ପିଲାମାନେ ଗୋଟେ ବଡ ପଗଡି ଅଛି, ଆଉ ତାଙ୍କ ହାତରେ ପିଲାମାନେ ଗୋଟେ କଡା ଅଛି, ଆଉ ଗୋଟେ ଛୁରୀ ଦିଆଯାଇଛି ଯୋଉଟାକୁ ଆମେ କୃପାଣ ବୋଲି କୁହନ୍ତି। ବୁଝୁଛି କି? ଏଇଭଳିଆ ସବୁ ଜିନିଷ ଗୁଡାକ ଅଛି। ଆଉ ଗୁରୁ ଆକ୍ଚୁଆଲି ଏଇଟା ଗୋଟେ ଟେଷ୍ଟ ନେଉଥିଲେ ଲୋକମାନଙ୍କର କି ଏମାନେ କେତେ ମାତ୍ରାରେ, ଏମାନେ କଣ ଅଛନ୍ତି, ଏମାନେ କେତେ ମାତ୍ରାରେ ଶିଖିଜମକୁ ଡୋନେଟ ମାନେ ଶିଖିଜମ ପ୍ରତି ଏମାନେ ଡିଭୋଟେଡ ଅଛନ୍ତି ହେଲା। ଆଉ ଏଇ 5 ଜଣଙ୍କୁ ପିଲାମାନେ କୁହାଗଲା କଣ, ଏଇ ଯୋଉ 5ଟା ଲୋକ ଥିଲେ, ଏ 5 ଜଣ ମେନ୍ କୁ କୁହାଗଲା ପିଲାମାନେ ଖାଲସା। ଖାଲସା ମାନେ ହଉଛି ପିଓର, ପିଓର ବୋଲି ତାଙ୍କୁ କୁହାଗଲା। ମାନେ ଯେମିତି ତୁ ମାନେ ଜାଣିପାରୁଥିବ କି ଯୁଦ୍ଧରେ ଯିବା ପୂର୍ବରୁ ରାଜା ମହାରାଜା ମାନେ ଯେମିତି ନିଜକୁ ସମର୍ପଣ କରିଦଉଥିଲେ, କିମ୍ବା ଖ୍ରୀଷ୍ଟିଆନିଟିରେ ଯେମିତି ବି ସେମାନେ ଯୁଦ୍ଧକୁ ଯାଉଥିଲା ବେଳକୁ ବାପ୍ଟାଇଜ ହେଇକି ଯାଉଥିଲେ, ତ ସେଇ ଟାଇପର ଏଇ ଖାଲସା ମାନଙ୍କୁ ସେ କହିଲେ, ୟାକୁ କୁହାଗଲା ପିଲାମାନେ ପଞ୍ଜ ପ୍ୟାରେ। ପଞ୍ଜ ମାନେ 5, ଆଉ ପ୍ୟାରେ ମାନେ ହଉଛି ଗୁରୁଙ୍କର ସବୁଠୁ ଅଧିକା ପ୍ରେମର ଯିଏ ଭାଗିଦାର, ସେ ହଉଛନ୍ତି ପଞ୍ଜ ପ୍ୟାରେ। ଏଇ 5 ଜଣଙ୍କୁ ନିଆଗଲା। ଆଉ ଏଇଠି ଗୁରୁ ସିଧା ସିଧା ଏଇଟା ବତେଇ ଦେଲେ କି वी विल sacrifice everything ଟୁ ପ୍ରୋଟେକ୍ଟ ଶିଖିଜମ। ଏଇଟା ପିଲାମାନେ ଏଇଠୁ ମେସେଜଟା କ୍ଲିୟର ହେଇଯାଇଥିଲା। ଠିକ ଅଛି, ଆଶା କରୁଛି ତୁମମାନେ ଏଇଟା ବୁଝିପାରୁଥିବ। ତାପରେ ସିଏ କଣ କହିଲେ, ଗୁରୁଙ୍କୁ କହିଲେ କି ଏ 5 ଜଣ ହଉଛନ୍ତି ମୋର ମୁଖ୍ୟ ଶିଷ୍ୟ, ଆଉ ଏମାନଙ୍କ ଥ୍ରୁରେ ହିଁ ମୁଁ ମୋର ଗୋଟେ ମିଲିଟାରୀକୁ ଅର୍ଗାନାଇଜ କରିବି। ସାକ୍ରିଫାଇସକୁ ଦେଖାଗଲା, ଆଉ ତାଙ୍କୁ ପିଲାମାନେ ଆର୍ମିର କମାଣ୍ଡର ବୋଲି କରାଯିବ ହେଲା। ଆଉ ଗୁରୁ ଏଇ ସମୟରେ କଣ କରିବେ, ପିଲାମାନେ ଆଜି ଯୋଉ ଶିଖିଜମରେ ଆମେ ଦେଖନ୍ତି, ତୁମେ ସମସ୍ତେ ଦେଖିଥିବ କି ପିଲାମାନେ ଶିଖିଜମର ଲୋକମାନେ କଣ କରନ୍ତି, ନିଜର ହେୟାର, କେଶକୁ ସେମାନେ ବଡ ବଡ ରଖନ୍ତି, ହଁ କି ନା? ତାପରେ ଗୋଟେ କଙ୍ଗା ଗୋଟେ ରଖନ୍ତି, ମାନେ ଗୋଟେ କୁଣ୍ଡେଇବା ପାଇଁ ଗୋଟେ କଙ୍ଗି ରଖନ୍ତି। ତାଙ୍କ ହାତରେ ଗୋଟେ କଡା ତୁମେ ଦେଖିବ, ବଳା ଯୋଉ ଏଠି ଆମେ ଦେଖନ୍ତି ବଳା ଗୋଟେ ଥିବ, ହଁ କି ନା? ତାପରେ ତୁମେ କଣ ଦେଖିବ, କୃପାଣ ଗୋଟେ ତୁମେ ଦେଖିବ। କୃପାଣ ମାନେ ଗୋଟେ ଛୁରୀ ଟାଇପର ଛୋଟଟା ତୁମେ ଦେଖିବ, ଅଣ୍ଟାରେ ତାଙ୍କର ସବୁବେଳେ ଝୁଲୁଥାଏ। ତାପରେ ଆଉ ଗୋଟେ ତୁମେ ଦେଖିବ କଣ, କଛା। ବୁଝିପାରୁଛ? ଏଇ 5ଟା ଜିନିଷ ଆକ୍ଚୁଆଲିରେ ଗୁରୁ ଆମର ଇଣ୍ଟ୍ରୋଡ୍ୟୁସ କରିଛନ୍ତି। କୋଉ ଗୁରୁ, ଗୁରୁ ଗୋବିନ୍ଦ ସିଂ ଜୀ। ବୁଝିପାରୁଛ? 9th ଗୁରୁ, ଗୁରୁ ଗୋବିନ୍ଦ ସିଂ ଜୀ। ଆଉ ୟାକୁ ସିଏ କହିଲେ 5 କ। 5 କ ଓଡିଆରେ ଯଦି ଲେଖା ହବ 5 କ, ଏଇ ଟାଇପର ଲେଖାଗଲା ହେଲା। 5 କ ବୋଲି ତାକୁ କୁହାଗଲା। ଆଉ ଏଇଟା କଣ ହବ ଏବେ, ଶିଖ ଆର୍ମିର ଏଇଟା ପିଲାମାନେ ଆଟାୟାର ହବ। ମାନେ ଏଇ 5ଟା ଜିନିଷ ଏବେ ଶିଖିଜମର ଗୋଟେ ଗୋଟେ ପାର୍ଟ ହେଇଗଲା ବୋଲି ଆମେ ଏଇଠି କହିପାରିବା। ବୁଝିପାରୁଛ କି ନାଇଁ କଥାଟା? ଆଉ ଏଇଠୁ ଏଇଠୁ ପିଲାମାନେ ଆଉ ଗୋଟେ ଜିନିଷ ବି ଷ୍ଟାର୍ଟ ହବ। ସିଏ କଣ କରିବ, ସରି ସିଏ କଣ କରିବେ, ସିଏ ପିଲାମାନେ ଆମର ଦିଟା ଟାଇଟେଲ ନେବେ। ସିଂହ, ସିଂହ ବୋଲି ଯୋଉ ଟାଇଟେଲଟା ତୁମେ ଶୁଣୁଛ, ଯାହାର ଅର୍ଥ ଲାୟନ, ଏଇଟା ଏଇମାନଙ୍କୁ ଦିଆଯିବ ଯୋଉମାନେ କି ଏଇ ଶିଖ ଆର୍ମିର ପାର୍ଟ ହେବେ, ସିଂହ ଟାଇଟେଲଟା। ଏବଂ ଫିମେଲ ମାନଙ୍କୁ ଟାଇଟେଲ ଦିଆଯିବ କର। କରର ମାନେ ହଉଛି ପ୍ରିନ୍ସେସ୍। ଏଇ ଦିଟା ଯାକ ଟାଇଟେଲ ସେଇ ଲୋକମାନଙ୍କୁ ଦିଆଯିବ ଯୋଉମାନେ କି ଏଇ ଶିଖ ଆର୍ମିର, ଏ ଆର୍ମିର ପାର୍ଟ ହେବେ, ନିଜର ସବୁ କିଛି ସାକ୍ରିଫାଇସ କରିଦବାକୁ ରେଡି ହେଇଯିବେ। ଏବଂ ଗୋଟେ ପିଲାମାନେ ଆମେ କହିପାରିବା ଗୋଟେ ପ୍ରକାର ସ୍ଲୋଗାନ ମଧ୍ୟ ଏଠି ଦିଆଯିବ କି ଭାଇ ଗୁରୁ ଯଦି ଫତେ, କଣ, ବାହେ ଗୁରୁଜୀ ଖାଲସା, ବାହେ ଗୁରୁଜୀ ଫତେ। ଏଇ ଯୋଉ ଆଜି ଆମେ ଦେଖୁଛେ ଇଣ୍ଡିଆନ ଆର୍ମିର ମଧ୍ୟ ଶିଖ ରେଜିମେଣ୍ଟର ମଧ୍ୟ ଏଇଟା ଆଜିକା ଡେଟରେ ସ୍ଲୋଗାନ କଣ, ବାହେ ଗୁରୁଜୀ କା ଖାଲସା, ବାହେ ଗୁରୁଜୀ କି ଫତେ। ମାନେ ଖାଲସା ବିଲଙ୍ଗସ ଟୁ ଦି ଗଡ ଏଣ୍ଡ ଭିକ୍ଟରି ବିଲଙ୍ଗସ ଟୁ ଦି ଗଡ। ଖାଲସା କି ଯୋଉମାନେ ଶିଖ ଆର୍ମିର ପାର୍ଟ, ସେମାନେ ହେଲେ ଖାଲସା।
तो खालसा ट्रेडिशन पिलाने एठू स्टार्ट हेगला जोटी से माने कहले कि ऑल विक्ट्री बिलोंग्स टू गॉड एंड खालसा आल्सो बिलोंग्स टू गॉड माने जोटा हमें कहते भगवान रखिबे भगवान मारिबे भगवान जितेबे से जिनसटा आ एठू एबे गोटे जिनस एटा डिक्लेयर हेगला कि सिखिज्म आ क्वाइ ठीक रहइबनी पूर्वरु सिखिज्म ऊपर को अटैक होतला एबे सिखिज्म निजर हक पई सब वर्ड को अटैक करेला बुझिपारछ कि नहीं आ तापरे हमें कोन देखिबा कि गुरु गोटे परे गोटे करिके अटैक करिबा पिला माने स्टार्ट करिवे ए आउ एई अटैक गुडा करे पिला माने से मुगल ऑफिसर मान को अटैक करिवे आ से अटैक रे तांकर छोट छोट पुओ माने पिला माने सेठी मरि जिवे छोट छोट छुआ माने तांकर सेतरे निजको समाधि देई देबे माने तांको धरि निया जिवो आ तांको समाधि देई दिया जिवो जिंदा बंची थिबे तांको कोन करा जिवो गोटे छोट रूम भितरे तांको कांथ देकी तांको बंदी कर दिया जिवो से मरि जानते से भितरे अनिश्वासी ହେଇକି ବିନା ଖାଇବା ପିଇବାରେ ତମେ ମରିଯିବ ଏଇଭଳିଆ କଥା ବି ସିଖିଜମ ସହିତ ହେଇଛି ତଥାପି ଗୁରୁ ହାର ମାନି ନାହାନ୍ତି ବୁଝିପାରୁଛ ପରେ ପରେ ତୁମେ କଣ ଦେଖିବ ତାଙ୍କର ପୁଅ ମାନଙ୍କୁ ପିଲାମାନେ କୁହାଯାଏ ସାହେବଜାଦା ବୋଲି କୁହାଯାଏ ଆଉ ସେ ସାହେବଜାଦା ମାନଙ୍କର ମୃତ୍ୟୁ ଅର୍ଥାତ ଗୁରୁଙ୍କର ପୁତ୍ର ମାନଙ୍କର ମଧ୍ୟ ମୃତ୍ୟୁ ହେଇଯାଏ ଏବଂ ଶେଷରେ ପିଲାମାନେ ଗୁରୁ ଯେତେବେଳେ ମରନ୍ତି ଗୁରୁଙ୍କର ଯେତେବେଳେ ଡେଥ୍ ହୁଏ ପିଲାମାନେ ତାଙ୍କର ଡେଥ୍ ହଉଛି ପାଖାପାଖି 1708 ରେ 1708 ରେ ଯେତେବେଳେ ଗୁରୁଙ୍କର ମୃତ୍ୟୁ ହୁଏ ଏ ସମୟରେ ଗୁରୁ କହନ୍ତି କି ମୁଁ ହଉଛି ଲାଷ୍ଟ ଗୁରୁ ଆଇ ଏମ୍ ଦି 10th ଏଣ୍ଡ ଲାଷ୍ଟ ଗୁରୁ ତାଙ୍କର ପୁତ୍ର ମାନଙ୍କର ତ ମୃତ୍ୟୁ ହେଇଯାଇଥିଲା ଅଲରେଡି ତ ସିଏ କହିଲେ ମୋ ପରେ ଆଉ କେହି ବି ହ୍ୟୁମାନ ଗୁରୁ ହେବେ ନାହିଁ କେହି ବି ଆଉ ହ୍ୟୁମାନ ଗୁରୁ ହେବେ ନାହିଁ ବରଂ ଗୁରୁ ଗ୍ରନ୍ଥ ସାହେବ ଯୋଉଟା କି ଆନନ୍ଦପୁରରେ ମୁଁ ଅକାଲ ତଖ୍ତରେ ବସେଇକି ଆସିଛି ସେଠି ତୁମେ ମାନେ କଣ କରିବ ସେଇଟାକୁ ତୁମେ ମାନେ ୱର୍ସିପ କରିବ ଏବଂ ଅକାଲ ତଖ୍ତକୁ ପ୍ରୋଟେକ୍ଟ କରିବ ଆଉ ମୁଁ ଯୋଉ ମିଲିଟାରୀ ଟ୍ରାଡିସନ ଗୁଡାକୁ ଷ୍ଟାର୍ଟ କରିଛି ସେ ମିଲିଟାରୀ ଟ୍ରାଡିସନକୁ ଆକୁ ନବ ଏବଂ ମୁଗଲ ଏମ୍ପାୟାରକୁ ତୁମେ କଣ କରିବ ଖତମ କରିବ ବୁଝୁଛି କି ନାଇଁ କଥାଟା ତ ଏଇଭଳିଆ ସବୁ ପିଲାମାନେ ସିଏ କହିକି ଯିବେ ତ ତେଣୁକରି ଗୁରୁଙ୍କ ପରେ ଆମେ ଆଉ ଦେଖିବାନି 10 ଜଣ ଗୁରୁଙ୍କ ପରେ ଆଉ କେହି ବି ହ୍ୟୁମାନ କୁ ଶିଖିଜମରେ ଗୁରୁ ବୋଲି ଗ୍ରହଣ କରାଯିବ ବୁଝିପାରୁଛ କି ନାଇଁ ଆଚ୍ଛା ତ ପିଲାମାନେ ଏଇଠି ଗୋଟେ ଜିନିଷ ଆମେ ଦେଖିବା ଯେତେବେଳେ ଗୁରୁଙ୍କର ମୃତ୍ୟୁ ହେଇଯାଉଛି ଗୁରୁଙ୍କର ମୃତ୍ୟୁ ପୂର୍ବରୁ ପିଲାମାନେ କଣ ହେଇଥିଲା ନା ସିଏ ଗୋଟେ ଲୋକଙ୍କ ସହିତ ଦେଖା ହେଇଥିଲେ ଗୁରୁ ଥରେ ଗୁରୁଙ୍କ ଉପରକୁ ଯେତେବେଳେ ମିଲିଟାରୀ ପାୱାର ରେ ନିଜକୁ ଟ୍ରାନ୍ସଫର୍ମେସନ କଲେ ଔରଙ୍ଗଜେବ କଣ କରିଥିଲା ଗୁରୁଙ୍କୁ ମାରିବା ପାଇଁ ଆସାସିନ ମାନଙ୍କୁ ପଠେଇଥିଲା ଆସାସିନ ମାନେ ମର୍ଡରର୍ସ ଯୋଉମାନେ ପଇସା ନେଇକି ଯୋଉମାନେ ସୁପାରି ନେଇକି ମର୍ଡର କରନ୍ତି ତାକୁ ଆସାସିନ ବୋଲି କୁହାଯାଏ ତ ଆସାସିନ ମାନଙ୍କୁ ମାରିବା ପାଇଁ ସେ ଔରଙ୍ଗଜେବ ପଠେଇଥିଲା କାହାକୁ ଗୁରୁଙ୍କୁ ତ ଗୁରୁ କଣ କରିଥିଲେ ଏଇ ଆସାସିନ ମାନଙ୍କୁ ହିଁ ତାଙ୍କୁ ମାରି ଦେଇଥିଲେ ଆସାସିନ ମାନଙ୍କୁ ସେ ମାରି ଦେଇଥିଲେ ଆଉ ଏଇ କଥାଟା ଗୋଟେ ଲୋକ ଜାଣିବାକୁ ପାଇଲା ଯାହାର ନାଁ ଥିଲା ପିଲାମାନେ ମାଧବ ଦାସ ମାଧବ ଦାସ ବୋଲି ଗୋଟେ ଲୋକ ଯିଏକି ନିଜେ ବି ଜଣେ ମିଲିଟାରୀ ଲୋକଟା ଥିଲା ଇଏ ଜାଣିବାକୁ ପାଇଥିଲା ଇଏ ଶିଖିଜମର ପିଲାମାନେ ପାର୍ଟ ନଥିଲା ଯେତେବେଳେ ସିଏ ଜାଣିଲା ଗୁରୁ ଏଇଭଳିଆ ବ୍ରେଭ କାମ କରୁଛନ୍ତି ଗୁରୁ ଔରଙ୍ଗଜେବର ଏଗେନଷ୍ଟ ଭଏସ ଉଠାଉଛନ୍ତି ତ ଇଏ କହିଲା କି ଇଏ ଗୁରୁଙ୍କୁ ଯାଇକି କହିଲେ ମାଧବ ଦାସ କି ମୁଁ ଆପଣଙ୍କର ଗୋଟେ ଶିଷ୍ୟ ହେବି ଏବଂ ମାଧବ ଦାସଙ୍କର ସେ ତାଙ୍କୁ ଶିଷ୍ୟ ରୂପରେ ଗୁରୁ ମଧ୍ୟ ଗ୍ରହଣ କରିଲେ ଏବଂ ତାଙ୍କର ନାଁଟାକୁ ସେଦିନ ଚେଞ୍ଜ କରିଦିଆଗଲା ତାଙ୍କ ନାଁଟା ମାଧବ ଦାସରୁ ତାଙ୍କୁ ଦିଆଗଲା ବନ୍ଦା ସିଂ ବାହାଦୁର ତାଙ୍କ ନାଁଟା କଣ ଦିଆଗଲା ବନ୍ଦା ସିଂ ବାହାଦୁର ସିଂଟା କୋଉଥିପାଇଁ ଲାଗିଛି ପିଲାମାନେ ମୁଁ ତୁମକୁ ଏଠି ଉପରେ ବତେଇଲି ଜଷ୍ଟ କଣ ଯିଏ ବି ପିଲାମାନେ ଶିଖ ଆର୍ମିର ଗୋଟେ ପାର୍ଟ ହବ ମୋଗଲ ଏମ୍ପାୟାର ଏଗେନଷ୍ଟ ଓକେ ତ ଏଇଠି ୟାର ଗୋଟେ ଆମେ ଗୋଟେ ମହାନ କ୍ୟାରେକ୍ଟର ବହୁତ ବଢିଆ କ୍ୟାରେକ୍ଟର ପିଲାମାନେ କେବେ ସମୟ ପାଇବ ଯଦି ବନ୍ଦା ସିଂ ବାହାଦୁରକୁ ପଢିବ ତାଙ୍କର ବ୍ରେଭରି ବିଷୟରେ ପଢିବ ତାଙ୍କର ସାକ୍ରିଫାଇସେସ୍ ବିଷୟରେ ପଢିବ ତାଙ୍କୁ ଯେତେବେଳେ ମୁଗଲ ମାନେ କ୍ୟାପଚର କରିବେ 1715ରେ ଯେତେବେଳେ ବନ୍ଦା ସିଂ ବାହାଦୁରଙ୍କୁ ମୁଗଲ ମାନେ କ୍ୟାପଚର କରିବେ ତାଙ୍କ ଆଖି ସାମ୍ନାରେ ତାଙ୍କ ପୁଅକୁ ଟିକ ଟିକ କରିକି କାଟି ଦିଆଯିବ ଫାରୁଖସିଆର ଥିଲା ସେତେବେଳେ ମୁଗଲ ମାନଙ୍କର ଏମ୍ପରର ସିଏ ଟିକ ଟିକ କରିକି ତାଙ୍କ ପୁଅକୁ କାଟିଦବ ଆଉ ତାଙ୍କୁ ସେଇ ମାଂସ ଗୁଡାକୁ ତାଙ୍କ କୋଳକୁ ଫିଙ୍ଗିଦବ ତଥାପି ବନ୍ଦା ସିଂ ବାହାଦୁର ସିଏ ସରେଣ୍ଡର କରିବିନି ବୋଲି କହିଥିଲେ ଏଭଳିଆ ସାକ୍ରିଫାଇସ ସେମାନେ କରୁଛନ୍ତି ତ କେତେ ମହାନ ବଳିଦାନ ଆଉ କେତେ ମାନେ ବ୍ରେଭ ସିଏ ଥିଲେ ଏଇଟା ଆମକୁ ଜାଣିବା ଦରକାର ତ ଆମ ସିଲାବସ ତ ନାହିଁ କିନ୍ତୁ ତୁମେ ଏଗୁଡାକୁ ଟିକେ ପଢିବ ହେଲା ତ ଗୁରୁଙ୍କର ଯେତେବେଳେ ମୃତ୍ୟୁ ହେଇଗଲା ଆଉ ତ କେହି ଗୁରୁ ହେବେନି ତ ଗୁରୁଙ୍କର ମୃତ୍ୟୁ ପରେ ବନ୍ଦା ସିଂ ବାହାଦୁର ଏଇ ମିଲିଟାରୀର ଲିଡର ହେଲେ ପିଲାମାନେ ଏବଂ ତାଙ୍କର ସେଇ ଲକ୍ଷ୍ୟ ସେମ୍ କି ମୁଗଲ ଏମ୍ପାୟାରକୁ ଆମକୁ କେମିତି ବି କରିକି କଣ କରିବାର ଅଛି ପତନ କରିବାର ଅଛି ଡିକ୍ଲାଇନ କରିବାର ଅଛି ତ ବନ୍ଦା ସିଂ ବାହାଦୁର ପିଲାମାନେ ଆଟାକ କରିବା ଷ୍ଟାର୍ଟ କରିବେ ହେଲା ଗୋଟେ କରିକି ମୁଗଲ ମାନଙ୍କର ଯୋଉ ପୋଷ୍ଟ ଯୋଉଗୁଡାକ ପଞ୍ଜାବରେ ଥିଲା ସେ ପଞ୍ଜାବ ରିଜିୟନରେ ସେ ପୋଷ୍ଟ ଗୁଡାକୁ ଗୋଟେ କରିକି ଆଟାକ କରିବା ଷ୍ଟାର୍ଟ କରିବେ ତ ଏଇ ଭିତରେ ପିଲାମାନେ ଗୋଟେ ଦିଟା ୱାର ବହୁତ ଇମ୍ପୋର୍ଟାଣ୍ଟ ଗୋଟେ ହଉଛି ବ୍ୟାଟେଲ ଅଫ ସମାନା ହେଲା ସେଇଠି ପ୍ରଥମ ଥର ପାଇଁ ସେ ବହୁତ ବଡ ଗୋଟେ ମୁଗଲ ଫୋର୍ସେସକୁ ଡିଫିଟ୍ କରିଦେବେ ତୁମେ ମନେ ରଖିଲେ ମନେ ରଖିବ ନହେଲେ ନାହିଁ ମୁଁ ଜଷ୍ଟ କହୁଛେ ହେଲା ପିଡିଏଫ ରେ ବି ଲେଖି ଦେଇଛେ ତୁମକୁ ଯଦି ଇଚ୍ଛା ହବ ମନେ କରିବ ନହେଲେ ପରୀକ୍ଷାରେ ସବୁ ଆସିବ ବ୍ୟାଟେଲ ଅଫ ସମାନା ପାଖାପାଖି ତୁମର 1709ରେ ଗୁରୁଙ୍କର ମୃତ୍ୟୁର ଜଷ୍ଟ ଗୋଟେ ବର୍ଷ ପରେ ହିଁ ଏ ଯୁଦ୍ଧଟା ଲଢା ଯାଇଥିଲା ବ୍ୟାଟେଲ ଅଫ ସମାନା ଆଉ ପ୍ରଥମ ଥର ପାଇଁ ମୁଗଲ ମାନଙ୍କୁ ଡିସାଇସିଭଲି ଡିଫିଟ୍ କରିଦିଆଗଲା
ତ ପୂର୍ବରୁ କଣ ଭାରତୀୟ ରାଜା ମାନଙ୍କୁ ଲାଗୁଥିଲା କି ଭାଇ ମୁଗଲ ମାନେ ବହୁତ ପାୱାରଫୁଲ, ତାଙ୍କୁ ଡିଫିଟ୍ କରିବାଟା କଷ୍ଟ, ଏଟା ସେଟା, କିନ୍ତୁ ଇଏ ଏଇଠି ଡିଫିଟ୍ କରିଦେଲେ ବ୍ୟାଟେଲ ଅଫ ସମାନାରେ 1709 ରେ। ଆଉ ଏଇଟା ପ୍ରମାଣ କରିଦେଲେ କି ଭାଇ ମୁଗଲ ମାନଙ୍କୁ ଡିଫିଟ୍ କରାଯାଇ ପାରିବ। ସେ ଯୋଉ ଗୋଟେ ଆରୋଗେନ୍ସ ଥିଲା, ସେ ଯୋଉ ଗୋଟେ ଲୋକମାନେ ଡରୁଥିଲା ଆଟାକ୍ କରିବାକୁ, ତାକୁ ସେ ଖତମ କରିଦେଲା। ଠିକ ଅଛି। ସେକେଣ୍ଡ, ତାପରେ ଦେଖ, ସେକେଣ୍ଡ ତାପରେ ଗୋଟେ ବ୍ୟାଟେଲ ହବ ପିଲାମାନେ, ବ୍ୟାଟେଲ ଅଫ ଛପାର ଚିରି। ଛପାର ଚିରି, ଓକେ। ତ ଛପାର ଚିରିରେ କଣ ହବ, ମୁଗଲ ମାନଙ୍କର ଯେ ଗଭର୍ଣ୍ଣର ଥିଲା ସରହିନ୍ଦ୍ର, ସରହିନ୍ଦ ମାନେ କଣ ପିଲାମାନେ ଦେଖ, ସରହିନ୍ଦ ମାନେ ଦେଖ ପଞ୍ଜାବରେ ତ କମ୍ପ୍ଲିଟ ପଞ୍ଜାବ ଟା ତ ଏବେ ଶିଖ ମାନଙ୍କ କଣ୍ଟ୍ରୋଲରେ ନାହିଁ, ପଞ୍ଜାବର କିଛି କିଛି ପାର୍ଟ ଆସୁଛି। ତ ପିଲାମାନେ ଯୋଉ ସରହିନ୍ଦ ଯୋଉଟାକୁ ଆମେ କହୁଛେ, ସରହିନ୍ଦ ଟା ପରେ ଯାଇକି ଭଟିଣ୍ଡା ଯୋଉ ଇଲାକାଟା ଅଛି, ଭଟିଣ୍ଡା ବୋଲି ଯୋଉ ଇଲାକାଟା ଅଛି କହୁନେ ପଞ୍ଜାବର, ତ ସେଇଟାକୁ ଆମେ ସରହିନ୍ଦି ବୋଲି କହୁଥିଲେ। ତ ଏଇ ଯୋଉ ଭଟିଣ୍ଡାର ଇଲାକାଟା ଥିଲା, ଏଠି ଯୋଉ ମୁଗଲ ଗଭର୍ଣ୍ଣର ଆପଏଣ୍ଟ ହେଇଥିଲା, ତାର ନାଁ ଥିଲା ପିଲାମାନେ କଣ, ୱଜିର ଖାନ। ଆଉ ୟା ଉପରେ ଆକ୍ଚୁଆଲିରେ ବନ୍ଦା ସିଂ ବାହାଦୁରଙ୍କର ବହୁତ ରାଗ ଥିଲା, କାରଣ ଯୋଉ ସାହେବଜାଦା ମାନଙ୍କୁ ମାନେ ଗୁରୁ ତେଗ ବାହାଦୁରଙ୍କର ଯୋଉ ପୁତ୍ର ମାନଙ୍କୁ ମାନେ ମାରି ଦିଆଯାଇଥିଲା, ଏଇଟା ୱଜିର ଖାନର ନିର୍ଦ୍ଦେଶରେ ମାରି ଦିଆଯାଇଥିଲା। ତ ଯୋଉ ବ୍ୟାଟେଲ ଅଫ ଛପାର ଚିରି ହବ, ଏଇଠି ସେ କଣ କରିବେ ନା ବନ୍ଦା ସିଂ ବାହାଦୁର ୱଜିର ଖାନକୁ ଧରିକି ତାକୁ ଏଠି ମାରିଦେବେ। ଆଉ ସେଇଠୁ ଧୀରେ 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 କରିକି ସେ କଣ କରିବେ, ହୋଲ ଅଫ ଦି ପଞ୍ଜାବ, ମାନେ ପୁରା ପଞ୍ଜାବ ଯୋଉଟା ପୂର୍ବରୁ ମୁଗଲ ମାନଙ୍କର କଣ୍ଟ୍ରୋଲରେ ଥିଲା, ତାକୁ ସେ ଧୀରେ ଧୀରେ କଣ କରିବେ, ନିଜ କଣ୍ଟ୍ରୋଲକୁ ଆଣିବାକୁ ଷ୍ଟାର୍ଟ କରିବେ, ଓନ୍ କଣ୍ଟ୍ରୋଲରେ ସେ ଆଣିବାକୁ ଚେଷ୍ଟା କରିବେ। ଆଉ ଓନ୍ କଣ୍ଟ୍ରୋଲରେ ଆଣିଲା ପରେ ସେ ପିଲାମାନେ କଣ କରିବେ, ମୁଗଲ ମାନେ ଏଠି କଣ ଜମିଦାରୀ ପ୍ରଥାକୁ ଲଗେଇଥିଲେ, এই ଜମିଦାରୀ ପ୍ରଥାକୁ ମଧ୍ୟ ସିଏ ହଟେଇ ଦେବେ ଏବଂ ସେ କହିବେ ଜମିଦାରୀ ପ୍ରଥା ଆଜିଠୁ ନାହିଁ। ଯାହାର ଜମି, ଯୋଉ ଫାର୍ମର ଜମି, ସିଏ ଚାଷ କରିବ, ସିଏ ପ୍ରଫିଟ ଗୁଡାକୁ କମେଇବ, ହେଲା। ଆଉ ଏଇଠି କୋଉଠି ନା କୋଉଠି ଆମେ ଦେଖିପାରିବା କି ଶିଖ ପଲିଟିକାଲ ପାୱାରର ଏଷ୍ଟାବ୍ଲିଶମେଣ୍ଟ ହେଇଗଲା, ଶିଖ ପଲିଟିକାଲ ପାୱାରର ଏଷ୍ଟାବ୍ଲିଶମେଣ୍ଟ ହେଇଗଲା। ଗୋଟେ ପଲିଟିକାଲ ପାୱାର ଆମେ କାହାକୁ କହୁ, ଯାହାର ନିଜର ଆର୍ମି ଥାଏ, ଯାହାର ନିଜର ଟେରିଟୋରି ଥାଏ, ଆଉ ଯାହାର ନିଜର ଲ ନିୟମ ଗୁଡାକ ଥାଏ, ଆଉ କିମ୍ବା ନିୟମ ଗୁଡାକୁ ତିଆରି କରିବାର ଶକ୍ତି ଥାଏ, ଏବଂ ଯାହାର ନିଜର କଏନ ଥାଏ। ତ ଆର୍ମି ତ ଅଛି, ଖାଲସା ଆର୍ମି ଆମେ ଦେଖିଲେ, ଟେରିଟୋରି ତ ପଞ୍ଜାବକୁ ସେମାନେ କବ୍ଜା କରିଦେଲେ, ଲ ତ ସିଏ ବନଉଛନ୍ତି, ଜମିଦାରୀ ପ୍ରଥାକୁ ହଟେଇବା ଏଟସେଟ୍ରା, ଏଟା ବି ଅଛି। ଏବଂ ଲାଷ୍ଟ ସିଏ କଣ କରିବେ ନା ଗୁରୁ ମାନଙ୍କ ନାଁରେ, ନିଜ ନାଁରେ ନୁହଁ ପିଲାମାନେ, ଗୁରୁ ମାନଙ୍କ ନାଁରେ ସେ କଣ କରିବେ, କଏନ ଗୁଡାକୁ ଇସ୍ୟୁ କରିବା ଷ୍ଟାର୍ଟ କରିବେ, କି ଆମର ଯୋଉ ଶିଖ ମାନଙ୍କର ଗୁରୁ ହିଁ ସବୁ କିଛି। ଆମେ ଯେମିତି ଆମର ଯୋଉ ଓଡିଶାର ରାଜା ମାନେ ଥିଲେ, ଗଜପତି ମାନେ, ଗଙ୍ଗ ମାନେ, ସେମାନେ କଣ ନିଜକୁ ରାଜା ବୋଲି ଥୋଡି କହୁଥିଲେ, ସେମାନେ ନିଜକୁ କହୁଥିଲେ ରାଉତ। କାହାର ରାଉତ, ଭଗବାନ ଜଗନ୍ନାଥଙ୍କର ରାଉତ। ସେମାନେ ଯାହା ବି କରୁଥିଲେ, ଯାହା ବି କିଛି ବି କରୁଥିଲେ, ସବୁ ଭଗବାନଙ୍କୁ ଡେଡିକେଟ କରୁଥିଲେ। ସିମିଲାରଲି ବନ୍ଦା ସିଂ ବାହାଦୁର ବି ସବୁ ନିଜର ସବୁ ଆଚିଭମେଣ୍ଟ ସବୁ ଗୁରୁଙ୍କୁ ଡେଡିକେଟ କଲେ। ତ କଏନ ଗୁଡାକୁ ସେ କାହା ନାଁରେ ଇସ୍ୟୁ କରିବେ, ଗୁରୁଙ୍କ ନାଁରେ। ତେଣୁକରି ପିଲାମାନେ এই କଏନ ଗୁଡାକ ଇସ୍ୟୁ ମଧ୍ୟ ହେଇଥିଲେ। ଠିକ ଅଛି, ଆଶା କରୁଛି ଆପଣମାନେ ଏତିକି ଯାଇ ମୋ ସହିତ ଥିବେ, ବୁଝିପାରୁଥିବେ। ଆଚ୍ଛା, ତ ଯେତେବେଳେ ପିଲାମାନେ ଏଇଭଳିଆ ଗୋଟେ ପାୱାରର ରାଇଜ ହୁଏ, ଓବିୟସଲି ମୁଗଲ ମାନଙ୍କୁ ଥ୍ରେଟ ଲାଗିବ। ମୁଗଲ ମାନଙ୍କୁ ଥ୍ରେଟ ଲାଗିବ କି ନାହିଁ, କି ଭାଇ କଣ ଗୋଟେ ନୂଆ ପଲିଟିକାଲ ପାୱାର ଷ୍ଟାର୍ଟ ହେଇଗଲା, ଯିଏ କି ଆମକୁ ଆଟାକ କରୁଛି, ଓକେ, ଆମ ଗଭର୍ଣ୍ଣର ମାନଙ୍କୁ ମାରି ଦଉଛି, ନିଜେ ଗୋଟେ ବଡ ଟେରିଟୋରିକୁ କବ୍ଜା କରୁଛି, କଏନ ଇସ୍ୟୁ କରୁଛି, ନିଜେ ନିୟମ ବନଉଛି, ଆମ ନିୟମ ଗୁଡାକୁ ଭାଙ୍ଗି ଦଉଛି, ଆମ କମାଣ୍ଡରକୁ ମାରି ଦଉଛି। ତ ଏଇ ସମୟରେ କଣ ହେଲା, ଯିଏ ଯିଏ ମୁଗଲ ମାନଙ୍କର ଏମ୍ପରର ଥିଲେ, ସିଏ ଥିଲେ ପିଲାମାନେ ଫାରୁକ ସିଆର। ଓକେ, ଫାରୁକ ସିଆର ଏଇ ସମୟରେ ମୁଗଲ ମାନଙ୍କର ଗଭର୍ଣ୍ଣର ଥିଲେ। ତ ସିଏ କଣ କଲେ, ସିଏ ପିଲାମାନେ ବନ୍ଦା ସିଂ ବାହାଦୁରଙ୍କୁ ଆଟାକ କରିବେ, ହେଲା। ଗୋଟେ ବହୁତ ବଡ ଫୋର୍ସ ବନ୍ଦା ସିଂ ବାହାଦୁରଙ୍କୁ ଆଟାକ କରିବ। ଏବଂ ବନ୍ଦା ସିଂ ବାହାଦୁର ଗୋଟେ ଫୋର୍ଟ ଥିଲା ପିଲାମାନେ, ସେ ଫୋର୍ଟର ନାଁଟା ହଉଛି ପ୍ରୋବାବଲି ଗୁରୁଦାସ ନଙ୍ଗଲ, ରାଇଟ ରାଇଟ, ଠିକ 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 ମନେ ପଡୁଛି। ତ ପିଲାମାନେ ସେ ଫୋର୍ଟର ନାଁଟା ଥିଲା ପିଲାମାନେ, କଣ ହଉଛି, ସେ ଫୋର୍ଟର ନାଁଟା ପିଲାମାନେ ଥିଲା ଗୁରୁଦାସ ନଙ୍ଗଲ କହିକି ଗୋଟେ ଫୋର୍ଟ ଥିଲା। এই କାହାଣୀଟା ହଉଛି କେବେର, 1715ର ପିଲାମାନେ। ଆଉ ଗୁରୁଦାସ ନଙ୍ଗଲର ଫୋର୍ଟକୁ ମୁଗଲ ମାନେ କଣ କରିବେ, ଚାରିଆଡୁ ଘେରିଦେବେ, ହେଲା। ଦୀର୍ଘ 7-8 ମାସ ଧରିକି ପିଲାମାନେ ଏଠି କଣ ହବ ନା, ତାଙ୍କୁ ଖାଇବା ପିଇବା ପାଣି ଏସବୁ କାଟି ଦିଆଯିବ। ଶେଷରେ ମାନେ ଏତେ ଖାଇବାର କମି ହେଇଯାଇଥିଲା କି ଯୋଉ ଶିଖ ଆର୍ମି ଜାଣି ଯାଇଥିଲା କି ଆମେ ଏଠି ଭୋକ ଉପାସରେ ମରିଯିବା। ତ ସେମାନେ ସମସ୍ତେ ବନ୍ଦା ସିଂ ବାହାଦୁରଙ୍କୁ ରିକ୍ୱେଷ୍ଟ କଲେ କି ଆଜ୍ଞା ଦେଖନ୍ତୁ, ମରିବାର ତ ଆମକୁ ଅଛି ହିଁ, ଗୋଟେ କାମ କରନ୍ତୁ, ଆମକୁ ଯୁଦ୍ଧରେ ଛାଡି ଦିଅନ୍ତୁ, କେତେଦିନ ଆଉ ଏ ଫୋର୍ଟ ଭିତରେ ବସିବା, ଆଟାକ କରିକି ହେଲେ ମରିବା। ଏଇଟା ସେମାନେ ଭାବିବେ। ବନ୍ଦା ସିଂ ବାହାଦୁର କହିବେ ଚାଲ, ଭୋକରେ ମରିବା ଅପେକ୍ଷା ଠିକ ଅଛି, ଲଢେଇ କରିକି ବୀରଗତିକୁ ପ୍ରାପ୍ତ ହବା। ଆଉ ସେମାନେ ଆଟାକ କରିଦେବେ। ଆଟାକ ଯେତେବେଳେ କରିଦେବେ, এই ସମୟରେ କଣ ହବ ନା, ଫାରୁକ ସିଆର ପାଖରେ ଅଲରେଡି ରିସୋର୍ସେସ ଭଲ ଥିଲା, ସବୁ ଜିନିଷ ଭଲ ଥିଲା। ତ ଫାରୁକ ସିଆର କଣ କରେ ନା, ଡିଫିଟ କରିଦିଏ କାହାକୁ, 1715ରେ ସେ ଡିଫିଟ କରିଦବ ଆମର ଗୁରୁଦାସ ନଗରରେ ଥିବା ବନ୍ଦା ସିଂ ବାହାଦୁରଙ୍କୁ ସିଏ ଡିଫିଟ କରିଦେଲା ପିଲାମାନେ, ହେଲା। ଡିଫିଟ କରିକି ତାଙ୍କୁ ବନ୍ଦୀ ବନେଇକି ସିଏ କଣ କରେ ନା, ଦିଲ୍ଲୀ ନେଇକି ଆସେ ପିଲାମାନେ, ଦିଲ୍ଲୀ ନେଇକି ଆସେ। ଆଉ ଦିଲ୍ଲୀରେ ସମସ୍ତଙ୍କୁ ପ୍ରତିଦିନ ପିଲାମାନେ କୁହାଯାଏ କି 6 ମାସ ପର୍ଯ୍ୟନ୍ତ, 6 months ପର୍ଯ୍ୟନ୍ତ, ଏଇଟା କାହାଣୀ ନୁହେଁ, ଏଇଟା ଯୋଉ ବ୍ରିଟିଶ ଅଫିସର ମାନେ ଆସିଥିଲେ, ଯୋଉ ଡଚ ଅଫିସର ମାନେ ଆସିଥିଲେ, ନିଜ ବୁକରେ ଲେଖିଛନ୍ତି।
कि 6 ମାସ ପର୍ଯ୍ୟନ୍ତ ପ୍ରତିଦିନ ଏତେ ଲୋକଙ୍କୁ ସେ କ୍ୟାପଚର କରିଥିଲା ଆଉ ଏତେ ଲୋକ ମାନେ ବଳିଦାନ ଦେବାକୁ ଆସିଥିଲେ କି 6 ମାସ ପର୍ଯ୍ୟନ୍ତ ପ୍ରତିଦିନ 2-3 ଘଣ୍ଟା କେବଳ ଲୋକମାନଙ୍କୁ ବଳି ଦିଆଯାଉଥିଲା, ବିହେଡ କରାଯାଉଥିଲା। ଓକେ, ତ ତାଙ୍କୁ ବିହେଡ କରାଯାଉଥିଲା ମାନେ ପ୍ରତିଦିନ 6 ମାସ ପର୍ଯ୍ୟନ୍ତ କେତେ ଲୋକ ମାନେ ମାନେ ସେମାନେ ମାନେ ଜୀବନ ଦେଇଛନ୍ତି। ଇଭେନ ଗୋଟେ ଷ୍ଟୋରି ଏଇଟା ବି ଅଛି, ରିଏଲ ଷ୍ଟୋରି ପିଲାମାନେ ଯୋଉଟା ଡଚ୍ ଲୋକମାନେ ନିଜର ଜୀବନୀ ଗୁଡାକରେ ଲେଖିଛନ୍ତି। ମୁଁ ଟିକେ ଟପିକ ରୁ ଡାଇଭର୍ଟ ହଉଛି, କ୍ଷମା କରିବ, ତଥାପି କହିଦଉଛି ଟିକେ ଜାଣି ରଖ। ଗୋଟେ 19 କି 20 ବର୍ଷର ଗୋଟେ ପିଲାଟାକୁ ଫାରୁକ ସିଆର କହିଥିବେ କି ୟାକୁ କାଲି ତାର ମୁଣ୍ଡ କାଟ ହବ। ତ ତାର ମା, ଆରେ ମୁଣ୍ଡ କାଟ ପରେ ଶବଟାକୁ ତ ପୁଣି ଆଉଥରେ ତାର ଯୋଉ କ୍ରିୟାକର୍ମ ଅଛି କରିବାକୁ ପଡିବ। ତ ତା ମା ଦିଲ୍ଲୀକୁ ଆସିଥିବେ ତା ପୂର୍ବ ଦିନ, କି ମୁଣ୍ଡ ତ କାଟ ହବ, କିଛି ତ କରିହବନି ଇଏ କରିବା ପାଇଁ। କିନ୍ତୁ ତା ମାଙ୍କୁ କିଏ ଗୋଟେ କହିବ କି ତୁମେ ଯାଇକି ଏମ୍ପରରଙ୍କ ପାଖରେ ଗୁହାରି ଲଗାଅ କି ଆଜ୍ଞା ୟାର ବାହାଘରଟା ଅଛି, ଆଉ ଇଏ ଜାଣିନଥିଲା, ଇଏ ତ ଛୋଟ ଛୁଆଟା, ଆଉ ଇଏ ଶିଖ ମାନଙ୍କର କଥାରେ ଆସିକି ଆ, ମାନେ ଇଏ ଆର୍ମିରେ ଯୋଗ ଦେଇଥିଲା, କିନ୍ତୁ ସେ ମୋ ପୁଅଟା ଜାଣିନି, ତାର ବ୍ରେନ ୱାଶ ହେଇଛି ଆଉ ସେ ବ୍ରେନ ୱାଶ ରେ ଆସିକି ମିଶି ଯାଇଛି। ସେଇ କଥାଟା ଯେତେବେଳେ ଫାରୁକ ସିଆର ଗଲେ, ଫାରୁକ ସିଆର କହିଲେ ଠିକ ଅଛି, ଛାଡ, ଗୋଟେ ବଞ୍ଚିଗଲେ ମୋର କିଛି ଅସୁବିଧା ହବନି। ଫାରୁକ ସିଆର ଅର୍ଡର ଦେଲେ କି ସେଇ ଯୋଉ ପିଲାଟା ଯାହାର ମା ଆସିକି କହିଛନ୍ତି ଏଇ ସବୁ ଜିନିଷ ଫାରୁକ ସିଆରକୁ, ତାକୁ ଛାଡି ଦିଆଯାଉ। ହେଲା, ମା ମନ ପିଲାମାନେ ନିଜ ଛୁଆ ପାଇଁ ସେ କିଛି ବି କରିପାରେ। ମା ମାନେ ଭଗବାନଙ୍କ ସହିତ ବି ନିଜ ଛୁଆ ପାଇଁ ଲଢେଇ କରିଦେଇ ପାରନ୍ତି, ଏଇଟା କିଛି ଗୋଟେ ବଡ ଜିନିଷ ନୁହଁ। ତ ଯେତେବେଳେ ଅର୍ଡର ଆସିଲା ଫାରୁକ ସିଆର କି ଭାଇ ତାକୁ ଛାଡି ଦିଅ, ଆଉ ସେ ପିଲାଟା ଯେତେବେଳେ ଜାଣିପାରିଲା କି ମତେ ଛାଡି ଦିଆଯାଉଛି କାରଣ ମୋ ମା ଗୋଟେ ବାହାନା ଦେଇ ଦେଇଛି, ସେ ନିଜେ ଯାଇକି କଣ କଲା, ସେ ସେ ଫାରୁକ ସିଆର ସାମ୍ନାରେ ଛିଡା ହେଇକି ସେ କହିଲା, ମୁଁ ଜାଣି ବୁଝିକି ଶିଖ ଆର୍ମିର ସାଥ ଦେଇଛି, ମୋର କିଛି ବ୍ରେନ ୱାଶ ହେଇନାହିଁ, ଆଉ ଯଦି ତୁମେ ମତେ ଛାଡି ଦଉଛ, ମୁଁ କାଲି ଗୋଟେ ଆର୍ମି ଗଠନ କରିବି ଆଉ ତୁମକୁ ଆଟାକ କରିବି। ତ ତେଣୁକରି ହେ ରାଜା, ହେ ସୁଲତାନ, ମୋର ମୁଣ୍ଡ କାଟ ଏବେ, ଏଇଠି ହେବା ଦରକାର। ଆଉ ତାର ସେଇଠି ମୁଣ୍ଡ କାଟ ହୁଏ। ଭାବ କୋଉ ଭଳିଆ ସ୍ପିରିଟ ଲୋକମାନେ ବନ୍ଦା ସିଂହ ବାହାଦୁର ସହିତ ଲଢେଇ କରୁଥିଲେ, ତାଙ୍କ ତାଙ୍କ ସହିତ ମିଶିକି କାନ୍ଧରେ କାନ୍ଧ ମିଶେଇକି ସେମାନେ ଲଢେଇ କରୁଥିଲେ। ଏଥିପାଇଁ ଏଇଟା ଗୋଟେ ଫର୍ମିଡେବଲ ଫୋର୍ସ ହେଇପାରିଥିଲା। ତ ଗୁରୁଙ୍କର ଯୋଉ ଯୋଉ ଚିନ୍ତାଧାରା ଥିଲା, ଗୁରୁଙ୍କର ଯୋଉ ଭ୍ୟାଲ୍ୟୁ ସିଷ୍ଟମ ସିଏ ଚାହିଁଥିଲେ କି ମୁଁ ମୋର ଶିଖ ଆର୍ମିରେ ଇନକଲକେଟ କରିଦିଏ, ଏଇଟା ସିଏ କରିବାରେ ସକ୍ଷମ ମଧ୍ୟ ହେଇଥିଲା। ଠିକ ଅଛି, ତ ଏଇଭଳିଆ ଗୁଡାଏ ଜିନିଷ ପିଲାମାନେ ଦେଖିବାକୁ ମିଳିବ। ତାପରେ ମୁଁ ତୁମକୁ ଅଲରେଡି ଷ୍ଟୋରି ବତେଇଛି କେମିତି ବନ୍ଦା ସିଂହ ବାହାଦୁରଙ୍କର ପୁଅକୁ ତାଙ୍କ ଆଖି ସାମ୍ନାରେ କାଟିକି ତାଙ୍କ କୋଳକୁ ଫିଙ୍ଗି ଦିଆଗଲା। ଏଇ ସବୁ ଜିନିଷ ଗୁଡାକ ପିଲାମାନେ ଅଛି। ବହୁତ ବେଶୀ ଟର୍ଚର, ବହୁତ ବେଶୀ ଟର୍ଚର, ଆଖି କାଟିଦବା, ଜିଭ କାଟିଦବା, ଗୋଡ କାଟିଦବା, ହାତ କାଟିଦବା, ମାରୁନଥିଲେ ସେମାନେ, ଏଇ ଟାଇପର ଜିନିଷ ଗୁଡାକ ସବୁ କରୁଥିଲେ। ଏଇ ଟାଇପର ଜିନିଷ ଗୁଡାକ ସବୁ ଚାଲିଲା। ଓକେ, ବୁଝିପାରୁଛ? ତ ଏମିତି ପିଲାମାନେ ଜିନିଷ ଗୁଡାକ ସବୁ ଚାଲିଲା। ଆଚ୍ଛା, ତାପରେ ଯେତେବେଳେ ବନ୍ଦା ସିଂହ ବାହାଦୁରଙ୍କର ମୃତ୍ୟୁ ହେଇଗଲା, ଏଇଠି ପିଲାମାନେ କୋଉଠି ନା କୋଉଠି ଆମେ କହିପାରିବା ଶିଖ ଆର୍ମିକୁ ଗୋଟେ ଝଟକା ଲାଗିଲା, ଗୋଟେ ସକ୍ ଲାଗିଲା। କାରଣ ତାଙ୍କର ଲିଡର, ଗୁରୁଙ୍କ ପରେ ତ ଲିଡର ବନ୍ଦା ସିଂହ ବାହାଦୁର ଥିଲା, ଗୁରୁ ଥିଲେ, ଗୁରୁଙ୍କ ପରେ ବନ୍ଦା ସିଂହ ବାହାଦୁର ଆସିଲେ, ବନ୍ଦା ସିଂହ ବାହାଦୁରଙ୍କ ପରେ ଏବେ କିଏ ଲିଡର ହବ, ତ ସକ୍ ହେଇଗଲା। ତ ଶିଖ ଆର୍ମି ଯୋଉଟା ତିଆରି ହେଇଥିଲା, ଏଇଟା ପିଲାମାନେ କଣ ହେଲା, ଏଇଟା ଡିଭିଜନ ହବା ଷ୍ଟାର୍ଟ ହେଇଗଲା, ଏଇଟା ଭାଙ୍ଗିବା ଷ୍ଟାର୍ଟ ହେଇଗଲା। ଆରେ ଲିଡର ନଥିଲେ କେମିତି ଆର୍ମି ହବ, ତ ଗୋଟେ ସେଟବ୍ୟାକ ର ପିରିୟଡ ପିଲାମାନେ 1715 ରୁ ପିଲାମାନେ ଷ୍ଟାର୍ଟ ହେଲା। ଓକେ, ଆଉ ଏମାନେ କଣ କଲେ, ଏମାନେ ବହୁତ ଗୁଡାଏ ଛୋଟ ଛୋଟ ଗ୍ରୁପ ରେ ଡିଭାଇଡ ହେଇଗଲେ, ବହୁତ ଗୁଡାଏ ଛୋଟ ଛୋଟ ଗ୍ରୁପ ରେ ଡିଭାଇଡ ହେଇଗଲେ। ଆଉ ପ୍ରତ୍ୟେକ ଗୁଡାକୁ କଣ କୁହାଯିବ, ଗୋଟେ ଗୋଟେ ଜଠା, ଜଠା ବୋଲି କୁହାଯାଏ। ଜଠା ମାନେ ଗ୍ରୁପ, ହେଲା, ଜଠାସ ଲେଖିଦେଲି ପିଲାମାନେ, ଜଠା ମାନେ ଗୋଟେ ଗ୍ରୁପ, ଇଏ ଗୋଟେ ଜଠା, ଇଏ ଗୋଟେ ଜଠା, ଇଏ ଗୋଟେ ଜଠା, ଇଏ ଗୋଟେ ଜଠା, ଇଏ ଗୋଟେ ଜଠା। ତ ଏଇଭଳିଆ ଜଠାରେ ସେମାନେ ଡିଭାଇଡ ହେଇଗଲେ, ଛୋଟ ଛୋଟ ଏରିଆକୁ ସେମାନେ ଶାସନ କରୁଥିଲେ, ତାର ପ୍ରୋଟେକ୍ସନ ଆଉ ତାର ସବୁ ସେମାନେ ଯାହାବି ଆଡମିନିଷ୍ଟର କରିବା କଥା ତାକୁ କରୁଥିଲେ। ତ ଶିଖ ଆର୍ମିଟା କୋଉଠି ନା କୋଉଠି ଡିସବ୍ୟାନ ହେଇଯାଇଥିଲା, କୋଉଠି ନା କୋଉଠି ସେ ଗୋଟେ ଡିଭିଜନ ତାର ଆମକୁ ଏଠି ଦେଖିବାକୁ ମିଳିବ, ଜଠା। ଓକେ, ବଟ ପ୍ରୋବ୍ଲେମ କଣ ହେଲା, ପ୍ରୋବ୍ଲେମ ହେଲା ଯେତେବେଳେ ପିଲାମାନେ ଅହମଦ ଶାହ ଅବଦାଲି ଆଟାକ କରିବ। ଅହମଦ ଶାହ ଅବଦାଲି ପିଲାମାନେ କଣ ଥିଲା, ଆଫଗାନିସ୍ତାନର ରୁଲର ଥିଲା। ଠିକ ଅଛି, ଆଉ ତମେ ଯଦି ଭାରତର ମ୍ୟାପକୁ ଦେଖିବ, ଭାରତର ମ୍ୟାପଟା ଦେଖ, ହେଲା, ଚलो ଲେଟ୍ ଅସ୍ ଇମାଜିନ ଦିସ୍ ଇଜ ଇଣ୍ଡିଆସ୍ ମ୍ୟାପ। ଯିଏ ବି ଇନଭେଜନ କରେ ସେ ତ ଏପଟୁ ଇନଭେଜନ କରେ, ତ ତା ରାସ୍ତାରେ ଏଇଟା ତ ପଞ୍ଜାବ ନା ପିଲାମାନେ, ଏଇ ଯୋଉ ବ୍ଲାକ କଲର ମୁଁ କରୁଛି ଏଇଟା ହିଁ ତ ପଞ୍ଜାବ। ଯିଏ ବି ଇନଭେଜନ କରିଛି ଆଜି ଯାଏ, ସେ ସମସ୍ତେ ଏଇପଟୁ ହିଁ ଆସିଛନ୍ତି। ଏଥିରେ କିଛି ଡାଉଟ ଅଛି କି, ଆମର କିଛି ଡାଉଟ ନାହିଁ, ଏଇପଟୁ ହିଁ ସମସ୍ତେ ଆସନ୍ତି। ତ ପଞ୍ଜାବ ସବୁବେଳେ ଆଟାକ ର ସମ୍ମୁଖୀନ ହୁଏ, ହଁ କି ନା? ଆଉ ଯେତେବେଳେ ଆମର ଆଫଗାନିସ୍ତାନରୁ ଇନଭେଜନ ସବୁବେଳେ ହେଇଛି, ଘୋରୀ ଗଜନୀ ସେଇ ଟାଇପର। ଆମେ ଏବେ କାହାର ଇନଭେଜନ ଦେଖୁଛେ, ଅହମଦ ଶାହ ଅବଦାଲି, ଯିଏକି ଆମର ଥାର୍ଡ ବ୍ୟାଟେଲ ଅଫ ପାନିପଥ ହବ କାହା ସହିତ, ମରାଠା ମାନଙ୍କ ସହିତ, ଆଉ ମରାଠା ମାନଙ୍କୁ ସେ ହରେଇ ଦବ ମଧ୍ୟ। ତ ତାକୁ ଏବେ ଟାଇମ ଅଛି, ବଟ ଅବଦାଲି ଭାରତକୁ ବହୁତ ଥର ଇନଭେଜନ କରିଛି, ବହୁତ ଥର। ଆଉ ସେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଦିଲ୍ଲୀରୁ ଅବଦାଲି କଣ କରିଥିଲା, ପିଲାମାନେ ମୟୂର ସିଂହାସନ ଯୋଉଟା ଥିଲା, ପିକକ ଥ୍ରୋନ ଯୋଉଟା ଶାହଜାହାନ
को समय तैयारी होता ये मयूर सिंहासन पिकॉक थ्रोन को सी नहीं पड़ता कोहिनूर हीरा को सी नहीं पिला माने अफगानिस्तान को पड़ता ईरान रु थिला सी एक्चुअली तो से ईरान को नहीं पड़ता तो अब्दाली बारंबार बारंबार अटैक କରୁଥିଲା ଆଉ ତୁମେ ଭାବ ଯେତେବେଳେ ଏଇଭଳିଆ ଜଠା ଗୁଡାକ ଥିବ ଛୋଟ ଛୋଟ ଗ୍ରୁପ ଗୁଡାକ ଥିବ ଏମାନେ କଣ ରେଜିଷ୍ଟାନ୍ସ ଦେଇପାରିବେ ଛୋଟ ଛୋଟ ଗ୍ରୁପ ଗୁଡାକ କେବେ ବି ରେଜିଷ୍ଟାନ୍ସ ଦେଇପାରିବେ କି ଅବଦାଲିର ଏଡେ ବଡ ଫୋର୍ସ କୁ ନାଇଁ ତ ଜଠା ମାନେ ସବୁ କଣ କଲେ ନା ଏମାନେ ରେଜିଷ୍ଟାନ୍ସ ଦେଇ ପାରୁନଥିଲେ କିନ୍ତୁ ଏଇ ସମୟରେ ପିଲାମାନେ କଣ ହବ ନା ଏଇ ଜଠା ମାନଙ୍କ ଭିତରୁ ଜଣେ ଆସିବେ ଜଣେ ବହୁତ ମହାନ ପର୍ସନାଲିଟି ଯାହାଙ୍କର ନାଁ ହେବ ଜସ୍ସା ସିଂ ଆଲୁୱାଲିଆ मे भी मो स्पेलिंग भूल लिखुची क्षमा करियो बट जस्सा सिंह एटी पिला माने आसिल और जस्सा सिंह कहले कि भाई देखो जठा गुडा को बहुत ही छोट छोट ग्रुप हो जाउचे आमे कोन करिबा एमती करबानी तो पिला माने सेते बेले कोन थिला जानिचो पाखापाखि 65 टा जठा थिला माने तुमे भाबो पंजाब को 65 टा अलगा अलगा भागरे विभक्त होइचे और 65 टा अलगा अलगा शासन करता एठी अछन एमती हबो कि यूनिटी आसीबो कि नाही तो सीए कहले कि 65 नाही आमे जठा गुडा को मिसेबा तो सीए कोन कले जठा गुडा को मिसेबा स्टार्ट कले जठा गुडा को सी कौन कले ना कंपाइल करबा स्टार्ट कले आ सी कौन कले ए जठा गुडा कंपाइल करके सी बनैले पिला माने जोडा को हमें कहते गोटे मिसल आ एठु कोन हबो ना मिसल तयारी हबो मिसल माने कोन देखाउछि कि नै तुम मिसल ना देखाउछि तो पिला माने सी कोन करिवे गोटे मिसल तयारी करबा स्टार्ट करिवे हला आ मिसल कोन मिसल रो माने होछि पिला माने एटा गोटे अरबिक शब्दटा पिला माने मिसल रो गोटे अरबिक शब्दटा मिसल रो माने होछि पिला माने एक्चुअली इक्वल इक्वल मिसल ର ମାନେ ଯୋଉଟା ତୁମେ ଦେଖୁଛ ଏଟାକୁ ପିଲାମାନେ କଣ କୁହାଗଲା ଇକ୍ୱାଲ ଅର ଏଲାଇକ ମାନେ ଆମେ ଏକା ଭଳିଆ ସମସ୍ତେ ଠିକ ଅଛି ତ ଏଠି କଣ କରାଯିବ କି ସେ କହିଲେ ପୂର୍ବରୁ କେତେଟା ଡିଭିଜନ ହେଇଥିଲା 65 ଟା 65 ଏବେ ସେ କହିଲେ କି ନାଇଁ ଏବେ କଣ କରିବା ଆମେ ବଡ ବଡ ଟେରିଟୋରି ଗୁଡାକରେ ଆପଏଣ୍ଟ କରିବା ହେଲା ଆଉ ସେ 65 ଟାକୁ କେତେଟାରେ କନଭର୍ଟ କରିଦେଲେ ପୂର୍ବରୁ 65 ଟା ଥିଲା ଏବେ ସେ ତାକୁ ଚେଞ୍ଜ କଲେ 12ଟା ମିସଲରେ ଆଉ ପ୍ରତ୍ୟେକ ମିସଲର ଯିଏ ଶାସନକର୍ତ୍ତା ହବ ତାକୁ ସିଏ କହିଲେ ମିସଲଦାର ବୋଲି କହିଲେ এবং পরে পরে তোমরা দেখিব এই মিসালদার মানে মিশিবে যেତେବେଳେ ବି ଯୁଦ୍ଧ ହବ এই ସମସ୍ତ ମିସଲଦାର ମାନେ 12ଟା ମିସଲଦାର ମିଶିକି କଣ ତିଆରି କରିବେ 12ଟା ମିସଲଦାର ମିଶିକି ଗୋଟେ ଦଲ ତିଆରି କରିବେ ଆଉ ସେ ଆର୍ମିକୁ କୁହାଯିବ ପିଲାମାନେ ଦଲ ଖାଲସା ବୁଝିପାରୁଛ କି ବୁଝିଲ ପ୍ରଥମେ କଣ ହେଲା ବନ୍ଦା ସିଂ ବାହାଦୁର ଥିଲେ ୟୁନାଇଟେଡ ଆର୍ମି ଥିଲା ଭାଙ୍ଗିଗଲା ଭାଙ୍ଗିକି ସେଟା ଜଠାରେ ପରିଣତ ହେଲା ଏବେଳେ ଟୋଟାଲ 65ଟା ଜଠା ହେଇଗଲା 65ଟା ନୂଆ ନୂଆ ଲିଡର ଆସିଗଲେ ତ ୟୁନିଟି ନାହିଁ ତ ଯେତେବେଳେ ଜସ୍ସା ସିଂ ଆଲୁୱାଲିଆ ଆସିଲେ ସେ କହିଲେ କି ଏମିତି ହେଲେ ତ ଆମେ ଆଟାକ ଗୁଡାକୁ ଅଟକେଇ ପାରିବାନି ଆମେ ୟୁନାଇଟ ହେବାକୁ ପଡିବ ଆଉ ସେ 65ଟାକୁ ୟୁନାଇଟ କରିକି 12ଟା କରିଦେଲେ 65 ରୁ 12 ହେଇଗଲା ଆଉ ସେ ଗୋଟେ ଗୋଟେ କୁ ସେ କହିଲେ ମିସଲ ମାନେ ଇକ୍ୱାଲ ଆଉ ଯେତେବେଳେ ବି ଯୁଦ୍ଧ ହବ ଏଇ 12 ଜଣ ଯୋଉ ମିସଲଦାର ଅଛନ୍ତି ସେମାନେ ସମସ୍ତେ ଏକାଠି ହେବେ ଗୋଟେ ଆର୍ମି ତିଆରି କରିବେ ସେ ଆର୍ମିର ନାଁ ଦିଆଗଲା ଦଲ ଖାଲସା ଦଲ ହେଲା ମିସଲ ମିଶିକି ଗୋଟେ ଦଲ ହବ ଖାଲସା ଆର୍ମିର ନାଁ ପୂର୍ବରୁ ଥିଲା ତ ଦଲ ଖାଲସା ବୋଲି ତାକୁ ପିଲାମାନେ କୁହାଯିବ ବୁଝିପାରୁଛ କି ନାଇଁ କଥାଟା ତ ଦଲ ଖାଲସା ପିଲାମାନେ ତିଆରି ହବ ଯେତେବେଳେ ବି ନିଡ୍ ପଡିବ ସେତେବେଳେ ପିଲାମାନେ ଦଲ ଖାଲସା ପିଲାମାନେ ତୁମର ତିଆରି ହବ ହେଲା ଆଉ ଏଇ ଦଲ ଖାଲସାର ଲିଡର ପ୍ରଥମ ଲିଡର ପିଲାମାନେ କିଏ ହେଲେ ଜାଣିଛ ନବାବ କପୁର ସିଂ ବହୁତ नवाब कपूर सिंह बहुत ही इंपोर्टेंट कैरेक्टर नवाब कपूर सिंह अवश्य आम सिलेबस रे नहीं ओके बट याकू केबे पढ़िबो पिला मैन ऑफ कैरेक्टर मैन ऑफ वैल्यूज बहुत सुंदर ओके केबे मु समय पहले याको विषय डिटेल स्टोरी तुमको सुनेबी तो याको अंडर रे एक आर्मी टाको रखा गला काबू दरखास्त हबो कि जेते बेले भी इन्वेजन हबो अब्दाली आसु कि आउ की भी आसु इन्वेजन हैला माने एमाने एकजुट हेबे आउ लड़ाई करिवे से इन्वेजन टा फॉरेन इन्वेजन भी हे पारे कि मुगल मानकर इन्वेजन भी हे पारे तो दल खालसा याको सामना करिवो ହେଲା ଆଉ ଏଇ ଦଲ ଖାଲସା ଯୋଉ ଗଠନ ହେଲା ପିଲାମାନେ 1768 ପହଞ୍ଚୁ ପହଞ୍ଚୁ ଦଲ ଖାଲସା ଦିଲ୍ଲୀ ବି ଜିତି ଯାଇଥିଲା ମାନେ ପଞ୍ଜାବ କିଙ୍ଗଡମ ଟା ବହୁତ ପାୱାରଫୁଲ ବହୁତ ବଡ ହେଇଯାଇଥିଲା ତ ଦଲ ଖାଲସାକୁ ଯୋଉ ବନେଇବାର ଯୋଉ ପର୍ପସ ଟା ଥିଲା ସେଇଟା ପିଲାମାନେ ଫୁଲଫିଲ ହେଇଯାଇଥିଲା ଓକେ ବଟ ଗୋଟେ ବଡ ପ୍ରୋବ୍ଲେମ ବି ଥିଲା ପ୍ରୋବ୍ଲେମ ଏଟା ଥିଲା କି ଦଲ ଖାଲସା ବହୁତ ପାୱାରଫୁଲ ଥିଲା ତାକୁ ଚ୍ୟାଲେଞ୍ଜ କରିବା ପାଇଁ କେହି ନଥିଲେ ଓକେ କିନ୍ତୁ ଏଇ ଯୋଉ ମିସଲ ଗୁଡାକ ଥିଲେ ଏମାନେ ପରସ୍ପର ସହିତ ବି ଫ୍ରିକ୍ୱେଣ୍ଟଲି ଝଗଡା କରୁଥିଲେ ଓକେ ପରସ୍ପର ସହିତ ଫ୍ରିକ୍ୱେଣ୍ଟଲି ଏମାନେ ୱାର ବି କରୁଥିଲେ ତ ଯେତେବେଳେ ସିଚୁଏସନ ଆସୁଥିଲା ଏକାଠି ହେଇଯାଉଥିଲେ ନହେଲେ ଅନ୍ୟ ଟାଇମରେ ମାନେ ପରସ୍ପର ସହିତ ଝଗଡା କରୁଥିଲେ ଆଉ ଏଇଭଳିଆ 12ଟା ମିସଲ ଭିତରୁ ଗୋଟେ ମିସଲ ଥିଲା ପିଲାମାନେ ସୁକର ଚକିଆ ମିସଲ କଣ ଥିଲା ସୁକର ଚକିଆ ପିଲାମାନେ ମିସଲ ଥିଲା କଣ କହିଲି ମୁଁ ସୁକର ଚକିଆ ମିସଲ ଥିଲା ଆଉ ଏଇ ଯୋଉ ସୁକର ଚକିଆ ମିସଲ ଥିଲା ଇଏ କଣ କରିଥିଲା ୟାଙ୍କର ଯିଏ ଲିଡର ହେଲେ ୟାଙ୍କର ଯିଏ ଲିଡର ଥିଲେ ତାଙ୍କ ନାଁ ପିଲାମାନେ ହେଲା କଣ ନା ଗୋଟେ ମିନିଟ କଣ ହେଲା ଏଟା ହଁ
ठीक हाँ तो ये सुकर चकिया मिसेल पिला माने जे लीडर थिले जे मिसलदार थिले सी हेले किए ताको ना थिला पिला माने रणजीत सिंह ଆଉ ଇଏ କଣ କରିବେ ଇଏ ପିଲାମାନେ ଆକ୍ଚୁअली ରେ ପଞ୍ଜାବ ଷ୍ଟେଟ କୁ ଏଷ୍ଟାବ୍ଲିଶ କରିବେ କୁହାଯାଏ କି ଏ ଯୋଉ ରଞ୍ଜିତ ସିଂ ଥିଲେ ସେ ପିଲାମାନେ ଦେଖିବାକୁ ବହୁତ ଖାସ ନଥିଲେ ତାଙ୍କର ହାଇଟ ବି ବହୁତ ବେଶୀ ନଥିଲା ଗୋଟେ ଆଖି ତାଙ୍କର ଖରାପ ଥିଲା ତାଙ୍କୁ କଣା ରାଜା ବୋଲି ବି ବେଳେ ବେଳେ କହି ଦିଆଯାଏ ତଥାପି ସେ କଣ କଲେ ନା ବିଭିନ୍ନ ପ୍ରକାର ଡିପ୍ଲୋମାସି ଓକେ ଡିପ୍ଲୋମାସି କୁ ୟୁଜ କଲେ ଯାହା ସହିତ ଦରକାର ପଡିଲା ୱାର କଲେ ମ୍ୟାରେଜ ଆଲାଏନ୍ସ କଲେ ଆଉ ଏଇ 12ଟା ମିସେଲ କୁ ମିଶେଇକି ସେ କଣ କଲେ ପଞ୍ଜାବ ଷ୍ଟେଟ କୁ ତିଆରି କଲେ ବୁଝିପାରୁଛ ଯୋଉଟା କି ପୂର୍ବରୁ ବନ୍ଦା ସିଂ ବାହାଦୁର ତିଆରି କରିଥିଲା ପୁଣି ଆଉଥରେ ତାକୁ ସିଏ ତିଆରି କରିବାରେ ସକ୍ଷମ ହେଲେ ତ ଏଇଠୁ ଆମେ କଣ ଦେଖିବା ପୁଣି ଆଉଥରେ ଗୋଟେ ସିକ୍ସ ଷ୍ଟେଟ ଗୋଟେ ୟୁନାଇଟେଡ ଷ୍ଟେଟ ହେବ ଗୋଟେ ୟୁନାଇଟେଡ ଆର୍ମି ରହିବ ଗୋଟେ ୟୁନାଇଟେଡ ଆଡମିନିଷ୍ଟ୍ରେଟିଭ ଷ୍ଟ୍ରକ୍ଚର ରହିବ ଆଉ ଇଏ ଏବେ ମୁଗଲ ମାନଙ୍କୁ ପିଓରଲି ଡୋମିନେଟ କରିବ ଆଉ ଭାରତରେ ୟାକୁ ଚ୍ୟାଲେଞ୍ଜ କଲା ଭଳିଆ ପାୱାର ଗୋଟେ ବି ଏଇ ସମୟରେ ଆଉ ନଥିବେ ତ ମହାରାଜା ରଞ୍ଜିତ ସିଂ କଣ କଲେ ସେ ସୁକର ଚକିଆ ମିସେଲ ରୁ ଆସନ୍ତି ଏବଂ ସିଏ ଡିପ୍ଲୋମେସିକୁ ୟୁଜ କଲେ ୱାର୍କ ୟୁଜ କଲେ ଆଉ ମ୍ୟାରେଜ ଆଲାଏନ୍ସ ଦୋସ୍ତି ବନେଇଲେ କାହା ସହିତ ଯିଏ ମାନିଲାନି ତା ସହିତ ଡିପ୍ଲୋମେସି କଲେ ତାକୁ କହିଲେ ମୋ ସହିତ ଆସ ତତେ ଏଇଟା ମିଳିବ ଏଇଟା ଦେବ ସାଙ୍ଗରେ ଲଢେଇ କରିବା ଏଟସେଟ୍ରା ଆଉ ଯିଏ ସେଥିରେ ବି ନ ମାନିଲା ତାକୁ ଯୁଦ୍ଧ କରିକି ସିଏ ହରାଇ ଦେଲେ ଏବଂ ରଞ୍ଜିତ ସିଂ ପରେ କଣ ହେଇଯିବେ ନା ସବୁ ମିସେଲକୁ ମିଶେଇକି ସିଏ ପିଲାମାନେ ପଞ୍ଜାବ ଷ୍ଟେଟ ର ଗଠନ ପିଲାମାନେ କରିବେ ହେଲା ଆଉ ତାପରେ ତୁମେ କଣ ଦେଖିବ ପିଲାମାନେ କି 1799 ଆସୁ ଆସୁ ହେଲା 1799 ଆସୁ ଆସୁ ସିଏ କଣ କରିବେ ସିଏ ଏତେ ପାୱାରଫୁଲ ହେଇଯିବେ କି ଆଫଗାନିସ୍ତାନର ଯୋଉ ରୁଲର ଥିବ ତା ନା ଥିବ ପିଲାମାନେ କଣ ଜମନ ଶାହ ବାଧ୍ୟ ହେଇଯିବ ରଞ୍ଜିତ ସିଂଙ୍କୁ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଗୋଟେ ଇଣ୍ଡିପେଣ୍ଡେଣ୍ଟ ମୋନାର୍କ ହିସାବରେ ଡିକ୍ଲେୟାର କରିବା ପାଇଁ ମାନେ ଏତେ ପାୱାରଫୁଲ ରଞ୍ଜିତ ସିଂ ହେଇଯାଇଥିଲା କି ତାକୁ ଏଟା ରେକଗ୍ନାଇଜ କରିବାକୁ ପଡିଲା କି ଭାଇ ଇଏ ଗୋଟେ ବହୁତ ବଡ ପାୱାରଫୁଲ କିଙ୍ଗଡମ ଏବଂ ଏଟା କେବେ ହଉଛି 1799 ହେଲା ଆକ୍ଚୁଆଲି ଯମନ ଶାହ କଣ କରିଥିଲା ପିଲାମାନେ ଜମ୍ମୁ କାଶ୍ମୀରକୁ ଆଟାକ କରିବାକୁ ଚାହିଁଥିଲା କିନ୍ତୁ ତା ଆଟାକ ଟାକୁ କିଏ ବିଫଳ କରିଦେଇଥିଲେ ରଞ୍ଜିତ ସିଂ ବିଫଳ କରିଦେଇଥିଲେ ତେଣୁକରି କଣ ହେଲା ନା 1799 ତାକୁ ରେକଗ୍ନାଇଜ କରିବାକୁ ପଡିଲା କି ଏଇ ମଝିରେ ଗୋଟେ ନୂଆ ପାୱାର ଗୋଟେ ତିଆରି ହେଇଯାଇଛି ଯିଏକି ମତେ ଏଣ୍ଟ୍ରି କରିବାରୁ ଅଟକଉଛି ସିଏ ହଉଛି କିଏ ନା ରାଜା ରଞ୍ଜିତ ସିଂ ଏବଂ ସିକ୍ସ ଷ୍ଟେଟ ପଞ୍ଜାବ ଷ୍ଟେଟ ବୋଲି ତାକୁ ଗ୍ରହଣ କରିବାକୁ ପଡିଲା 1801 ଯେତେବେଳେ ଆସିଲା ପିଲାମାନେ ଯୋଉ ବୈଶାଖୀର ଦିନଟା ଥିଲା ଏଇ ଦିନ ଥିଲା ପିଲାମାନେ ବୈଶାଖୀ ଆଉ ଆମେ ଜାଣିଛେ ପଞ୍ଜାବରେ ବୈଶାଖୀ ଫେଷ୍ଟିଭାଲ ଟା ଅତୁଳନୀୟ ସେମାନେ ବହୁତ ଧୁମଧାମରେ ତାକୁ ପାଳନ କରନ୍ତି ଆଉ ଏଇ ଦିନ ରଞ୍ଜିତ ସିଂ କହିଲେ ଆଜିଠୁ ମୁଁ ହେଲି ରାଜା ରଞ୍ଜିତ ସିଂ ନିଜର କୋରୋନେସନ କଲେ ରାଜା ହେଇଗଲେ ଏବଂ ଗୁରୁଙ୍କ ନାଁରେ କଏନ ଗୁଡାକୁ ମଧ୍ୟ ଇସ୍ୟୁ କରାଇବା ଷ୍ଟାର୍ଟ କଲେ ଆଉ ମୁଁ ତୁମକୁ କହିଛି ଯେତେବେଳେ ଜଣେ ରାଜା ହୁଏ ନିୟମ ବନାଏ ଆଉ କଏନ ଗୁଡାକୁ ଇସ୍ୟୁ କରେ ସିଏ ଷ୍ଟେଟ ଗୋଟେକୁ ଏଷ୍ଟାବ୍ଲିଶ କରେ ଆଉ ଏଇଠୁ କ୍ଲିୟରଲି ଜଣା ପଡିଗଲା କି ସିକ୍ସ ଷ୍ଟେଟ ର ଏଷ୍ଟାବ୍ଲିଶମେଣ୍ଟ ପିଲାମାନେ ହେଇଗଲା ସିକ୍ସ ଷ୍ଟେଟ ଟା ଏଇଠି ପିଲାମାନେ କଣ ହେଇଛି ନା ସିଏ ପିଲାମାନେ ଏଷ୍ଟାବ୍ଲିଶ ଏବେ ହେଇଯାଇଛି ବୁଝିପାରୁଛ କଥାଟା ହୁଁ ତ ଏଇପରି ଭାବରେ କଣ ହେଲା ନା ଗୋଟେ ୟୁନାଇଟେଡ ଷ୍ଟେଟ ଗୋଟେ ଆସିବାର ଆମେ ଦେଖିବା ଆଚ୍ଛା ଏବେ ଷ୍ଟେଟ ଆସିଗଲା ଏବେ କଣ ହବ ଏବେ ପିଲାମାନେ ଆଟାକ ହବ ବୁଝିପାରୁଛ 1813 ଆସୁ ଆସୁ ସିଏ ସମସ୍ତ ହୋଲ ଅଫ ଦି ପଞ୍ଜାବ ମାନେ ପାକିସ୍ତାନ ପଟେ ବି ଯୋଉ ପାକିସ୍ତାନ ଟା ପୁରା ଆଉ ଇଣ୍ଡିଆ ପଟେ ଯୋଉ ପଞ୍ଜାବ ହରିୟାଣା ଅଛି ସେଟା ସେତେ ବଡ ସେ ଗୋଟେ ଏଡେ ବଡ ଗୋଟେ କିଙ୍ଗଡମ ତିଆରି କରିଦେଲେ ଭାବ ଆଜି ଗୋଟେ ଦେଶ ବନିଯାଇଛି ପାକିସ୍ତାନ କହିକି ସେତେବେଳେ ସେଟା ମହାରାଜା ରଞ୍ଜିତ ସିଂଙ୍କ ଅଣ୍ଡରରେ ପିଲାମାନେ ଆସୁଥିଲା ବୁଝିପାରୁଛ ଆଉ ତାପରେ 1813 ସେଇଟା କଲେ ଏବେ ତାଙ୍କର ନଜର ପଡିଲା ଆଫଗାନିସ୍ତାନ ଉପରେ ପାକିସ୍ତାନ ତ ତାଙ୍କ କଣ୍ଟ୍ରୋଲରେ ଅଛି ଏବେ ତାଙ୍କର ନଜର ପଡିଲା ଆଫଗାନିସ୍ତାନ ଉପରେ ପୂର୍ବରୁ ଆଫଗାନୀ ମାନେ ଆମକୁ ଆଟାକ କରୁଥିଲେ ଏବେ ମହାରାଜା ରଞ୍ଜିତ ସିଂ ଆଫଗାନୀ ମାନଙ୍କୁ ଆଟାକ କଲେ ସେ କଣ କରିବେ 1818ରେ ପିଲାମାନେ ସେ ମୁଲତାନକୁ ଆଟାକ କରିବେ ମୁଲତାନ କୋଉଠି ଅଛି ଆଫଗାନିସ୍ତାନରେ ମୁଲତାନକୁ ଆଟାକ କରିବେ ତାପରେ ସିଏ କଣ କରିବେ 1819-20 ବେଳକୁ ଆସିଲା ବେଳକୁ ସେ ପୁରା ଇଣ୍ଡସ୍ ଆଉ ସତଲୁଜ ଯୋଉ ଜାଗା ଅଛି ଏ ସବୁ ଗୁଡାକୁ କବ୍ଜା କରିବେ ଆଉ 1834 ଯେତେବେଳେ ଆସୁଛି 1800 ଆଉ ସେ ପରେ କଣ କରିବେ 1834 ଆଡକୁ ସେ ପିଲାମାନେ ଯୋଉ ପାସେସ୍ ମାନେ ଯେତେବେଳେ ବି ଇନଭେଡର ମାନେ ଭାରତକୁ ପଶୁଥିଲେ ମାଉଣ୍ଟେନ ଗୁଡାକର ପାସେସ୍ ଦେଇକି ପଶୁଥିଲେ ଏ ସବୁ ପାସେସ୍ ଗୁଡାକୁ ବି ସିଏ ବ୍ଲକ କରିଦେଲେ ଯେମିତି କି ଖାଇବର ପାସ୍ ବୋଲନ ପାସ୍ ଏ ସବୁ ଦେଇକି ପିଲାମାନେ ଆର୍ମି ଗୁଡା ପଳେଇ ଆସୁଥିଲେ ତ ତାକୁ ସେ ପିଲାମାନେ କବ୍ଜା କରିଦେଲେ ଆଉ କାହାକୁ ବି ଏଠି ଆଉ ଏଣ୍ଟ୍ରି କରିବାକୁ ଦିଆଗଲା ନାହିଁ ତ ତୁମେ କଣ ଦେଖୁଛ ପ୍ରଥମ ଥର ପାଇଁ ମିଡିଭାଲ ଇଣ୍ଡିଆରେ ଗୋଟେ ରୁଲର ଅଛି ଯିଏ କି ଏଣ୍ଟ୍ରି ଟାକୁ ଅଟକେଇ ଦଉଛି ଇନଭେଟର ମାନଙ୍କର ରାସ୍ତା ବି ପର୍ଯ୍ୟନ୍ତ କବ୍ଜା କରୁଛି ଫୋର୍ସ କରୁଛି ୟୁ ହ୍ୟାଭ ଟୁ ରିଟର୍ନ ରାଇଟ ତ ତେଣୁକରି ତାଙ୍କୁ ମହାରାଜା ରଞ୍ଜିତ ସିଂ ଲାୟନ ଅଫ ପଞ୍ଜାବ ବୋଲି ମଧ୍ୟ କୁହାହବ ବୁଝିପାରୁଛ କଥାଟା ଲାୟନ ଅଫ ପଞ୍ଜାବ ବୋଲି ବି ତାକୁ ତେଣୁକରି କୁହାହବ ଠିକ ଅଛି ରାଜା ରଞ୍ଜିତ ସିଂଙ୍କ ସମୟରେ ହିଁ ଯୋଉ ଆମେ ଦେଖନ୍ତି କି ସିଏ କଣ କରିବେ ନା ପିଲାମାନେ ବହୁତ ଗୁଡାଏ ଭଲ କାମ କରିଛନ୍ତି ମୁଁ କହିଦଉଛି ଦେଖୁନି
ପ୍ରଥମ ଭଲ କାମ ସିଏ କରିଛନ୍ତି, ସେ ଗଭର୍ଣ୍ଣର ମାନଙ୍କୁ ଆପଏଣ୍ଟ କରନ୍ତି ଆଉ ସେ ଗଭର୍ଣ୍ଣର ଗୁଡାକୁ ସିଏ ନିଜାମ ବୋଲି କୁହନ୍ତି ହେଲା। ତାପରେ ସେ ଗୋଟେ ଏମିତିଆ ଲ୍ୟାଣ୍ଡ ରେଭିନ୍ୟୁ ସିଷ୍ଟମକୁ ଏଷ୍ଟାବ୍ଲିଶ କରନ୍ତି ଯୋଉଥିରେ କି ଏଗ୍ରିକଲଚରକୁ ବେଶୀ ପ୍ରାୟୋରିଟି ଦିଆଯାଏ, ଫାର୍ମର ମାନଙ୍କୁ ବେଶୀ ପ୍ରାୟୋରିଟି ଦିଆଯାଏ ଏବଂ ସେ ଫାର୍ମର ମାନଙ୍କୁ ସେ ଇଣ୍ଟରେଷ୍ଟ ଫ୍ରି ଲୋନ ମଧ୍ୟ ଦିଅନ୍ତି, ଇରିଗେସନ କ୍ୟାନାଲ ଖୋଳାନ୍ତି ଆଉ ଯିଏ ବି ମାନେ ଚାଷ କରିବାକୁ ଚାହିଁବ ତାକୁ ଇନସେଣ୍ଟିଭ ଦିଆଯିବ, ମାନେ ତାକୁ ମଞ୍ଜି ଦରକାର, ତାକୁ ଗାଈ ବଳଦ ଦରକାର, ତାକୁ ମ୍ୟାନ ପାୱାର ଦରକାର, ଏ ସବୁ ଦିଆଯିବ। ଏ ସବୁ ଜିନିଷ ଗୁଡାକୁ ମଧ୍ୟ ସେ କଣ କରନ୍ତି, ସେ ଇନ୍ତଜାମ କରନ୍ତି, ତାକି ସିଏ ଚାହୁଁଛନ୍ତି କି ପଞ୍ଜାବ ଷ୍ଟେଟ ଗୋଟେ ତିଆରି ହେଇପାରୁ, ଲୋକମାନେ ଖୁସିରେ ଗ୍ରେସିୟସଲି ଏଠି ବଞ୍ଚନ୍ତୁ। ଏଇଭଳିଆ ସବୁ ମହାରାଜା ରଞ୍ଜିତ ସିଂଙ୍କ ସମୟରେ ପିଲାମାନେ ହେବାର ଆମମାନେ ସମସ୍ତେ ଦେଖନ୍ତୁ, ରାଇଟ? ବୁଝିପାରୁଛନ୍ତି? ଆଚ୍ଛା, ଏବେ ଆଉ ଟିକେ ଆଗକୁ ଯିବା, ଆଉ ଟିକେ ଆଗକୁ ବଢିକି ଷ୍ଟୋରିଟାକୁ ଆମର କଣ୍ଟିନ୍ୟୁ କରିବା। ତ ପିଲାମାନେ ଏଇ ସମୟରେ ରଞ୍ଜିତ ସିଂ ଯେତେବେଳେ ଶାସନ କରୁଛନ୍ତି,